Long now of Vostro aji closing ceremony. Walk through रे आपण आर्टवर्क मान के देखि साथिबे थरे आ एटा ही आजि रो शेष कार्यक्रम जो बही हमर अछि रूपकथा रूपकार ता उपरे डिस्कशन अछि ता पूर्वरु हम पाखरे अछंती आजि रो सम्मानित अतिथि देवदास छोटरे मु तांको भी आजि मंच प्रकाश अनुरोध करिवि जगन्नाथ पण्डा को से मंच प्रकाश अनुरोध करी आज पैनल डिस्कसन रे जो मैंने अच्छा रमाकांत सामंतराय शैलेन राउतराय और सुमन दास से माने मंच उपरको आसिबे आज अधिवेशन को मॉडरेट करेंगे सुमन दास से अतिथि परिचय सह आज सेशन आरंभ करेंगे पूर्व प्रथम डाकिबी देवदास छोटराय को जगन्नाथ पण्डा सम्मानित करेंगे तापरे आम आज कार्यक्रम आरंभ परिचय से निजे आपने समस्ते जानी थे तेणु मु विशेष परिचय देवनी अनुरोध करी शैलेन राउतराय को से आसबे जगन्नाथ पण्डा को सम्मानित करेंगे अनुरोध करी रमाकांत सामंतराय को से मंच पर आसबे अनुरोध करी आज संध्या अधिवेशन मॉडरेटर सुमन दास को से मंच पर आसबे मंच परिचालन दायित्व सुमन दास को हस्तांतर करुछि से अधिवेशन आरंभ करिबे समस्त को नमस्कार शुभ संध्या चलित मास 13 तारिख आरंभ होता भारतर तथा आंतर्जातिक ख्यातनामा चित्रशिल्पी जगन्नाथ पण्डा जो एकक चित्र प्रदर्शनी द लॉन्ग नाउ ऑफ अस आज तार उद्यापन संध्या ये संध्या मुझे समस्त स्वागत करुच्ची प्रथम दिन जगन्नाथ पण्डा विषय गोटे बही उन्मोचित होता रूपकथार रूपकार ये बहीटी छापिंट स्वनाधन्य प्रकाशित केतकी फाउंडेशन 244 पृष्ठार जो बही मो कथा आप समस्त शुभुची तो पक्ष शुभुची ठीक सुना तो उद्घाटन उत्सव दिन आमर जो जीवनी बही रूपकथार रूपकार बही उन्मोचित होता छापिंट ओडार अन्यतम स्वनामधन्य प्रकाशन संस्था केतकी फाउंडेशन
244 ପୃଷ୍ଠାରେ ବହି 3 ଭାଗରେ ବିଭକ୍ତ। ଗୋଟେ ଭାଗ ହେଉଛି ରୂପକଥାର ରୂପଲୋକର ପଥଚାରୀ, ଯାହା ତାଙ୍କ ଜୀବନୀ। ତାପରେ ମଝି ଭାଗରେ ଅଛି ତାଙ୍କର କିଛି ପ୍ରସିଦ୍ଧ କଳାକୃତିର ଗୋଟେ ଅତ୍ୟନ୍ତ ମନନଶୀଳ ଏବଂ ସୁଖପାଠ୍ୟ ଆଲେଖ୍ୟ। ତା ସହିତ କିଛି ଛବି ମଧ୍ୟ ସନ୍ନିବେଶିତ ହୋଇଛି, ତାଙ୍କର କିଛି ପ୍ରସିଦ୍ଧ କଳାକୃତି ଭାସ୍କର୍ଯ୍ୟର ଛବି ଅଛି। ଶେଷ ଭାଗରେ ଗୋଟେ ଅନ୍ତରଙ୍ଗ ସାକ୍ଷାତକାର। ସେ ସାକ୍ଷାତକାର ଆପଣମାନେ ତାଙ୍କର କଳା ଦୃଷ୍ଟି, ତାଙ୍କର କଳା ସୃଷ୍ଟି ସବୁ ବିଷୟରେ ଗୋଟେ ସମ୍ୟକ ଧାରଣା ପାଇବେ। ଆଜି ଆମେ ସେଇ ବହି ବିଷୟରେ ଆଲୋଚନା କରିବା। ତା ସହ ଏଇ ଯେଉଁ ଦ ଲଙ୍ଗ ନାଉ ଅଫ୍ ଅସ୍ର ଜର୍ଣ୍ଣି, ତାର ଆଇଡ଼ିଆ କନସେପଚୁଆଲାଇଜେସନ୍ ଆପଣମାନେ ତ ଏବେ କ୍ୟୁରେଟୋରିଆଲରେ ଶୁଣିଲେ, ତାକୁ ମଧ୍ୟ ଆମେ କିଛି କିଛି ଆଲୋଚନା କରିବା। ଏବଂ এই ବହି ବାହାରିବା ପରଠାରୁ କିଛି ପାଠକ ତାକୁ ପଢ଼ି ବିଫଳ ହୋଇଛନ୍ତି, ସେ ବିଷୟରେ ଆମେ ଆଲୋଚନା କରିବା। ଆଉ এই ବହି ଆମ ସାଙ୍ଗରେ এই ସବୁ କଥାକୁ ଆଗେଇ ନେବା ପାଇଁ ଆମ ଗହଣରେ ଅଛନ୍ତି ଏ ବହି ଲେଖିଥିବା ଜୀବନିକା ଲେଖିଛନ୍ତି ବହି ଅନ୍ୟତମ ଚିତ୍ରଶିଳ୍ପୀ, ସାହିତ୍ୟିକ, ସମାଲୋଚକ, କଳା ଗବେଷକ ରମାକାନ୍ତ ସାମନ୍ତରାୟ। ଆମ ଗହଣରେ ଅଛନ୍ତି ମୁଁ କ'ଣ କହିବି ତାଙ୍କ ବିଷୟରେ କହିବା ପୂର୍ବରୁ ସେ ମୋତେ କହିଛନ୍ତି ତମେ କହିବ ମୁଁ ହୋମ୍ ମେକର, ନଥିଙ୍ଗ ଏଲ୍ସ। ମୁଁ ସାଧାରଣ ଘରକରଣା କାମ କରୁଥିବା ଲୋକ, କିନ୍ତୁ ତାଙ୍କର ଯେଉଁ ଶାଣିତ ଦୃଷ୍ଟିଭଙ୍ଗୀ, ମୌଳିକ ବିଚାର ଆଉ ନିଜସ୍ୱ ଗୋଟେ ପ୍ରକାର ଅନୁଭବଶୀଳ କଥା ସେ କହନ୍ତି, ଆମେ ଅନେକ ସମୟରେ ଚମତ୍କୃତ ହେଉ। ସେ ଆଉ କେହି ନୁହନ୍ତି, ଡକ୍ଟର ଶୈଲେନ୍ଦ୍ର ରାଉତରାୟ, ଆମର ବିଶିଷ୍ଟ ଗବେଷକ, ଶିକ୍ଷାବିତ। ଆମ ସାଙ୍ଗରେ ଦୀର୍ଘ 50 ବର୍ଷ ଧରି ଓଡ଼ିଶାର ଜନଜୀବନକୁ ନିଜର ଗୀତ, ସାହିତ୍ୟ, କଳା ମାଧ୍ୟମରେ ଜନଜୀବନକୁ ଆକ୍ରାନ୍ତ କରି ରଖିଥିବା ସାହିତ୍ୟିକ ଦେବଦାସ ରାୟ ଅଛନ୍ତି, ଯିଏ ଏକା ସମୟରେ ଗୋଟେ ପିଢ଼ିକୁ ବିଫଳ କରିପାରନ୍ତି ଏବଂ ବିଭ୍ରାନ୍ତ ବି କରିପାରନ୍ତି। ଏବଂ ସୂର୍ଯ୍ୟର ପରିଚୟ ଯେମିତି ସୂର୍ଯ୍ୟ ନିଜେ, ତାର ଆଉ କିଛି ପରିଚୟ ନାହିଁ, ସେମିତି ଆଜି ଶୋରେ ଏହି ସମୟରେ ଜଗନ୍ନାଥ ପଣ୍ଡାଙ୍କ ପରିଚୟ କ'ଣ ଦେଇବ? ଦୀର୍ଘ 3-4 ଦଶନ୍ଧି ଧରି ଯେଉଁ ପ୍ରକାର କଳା ସୃଷ୍ଟିରେ ଯେଉଁ ପ୍ରକାର ଶିଖରକୁ ସେ ଯାଇଛନ୍ତି, ସ୍ତର ପରେ ସ୍ତର ତାଙ୍କ ଚିତ୍ର ଦେଖି ବିବିଧ ଅର୍ଥ ଆପଣମାନେ ପାଇବେ। ତାଙ୍କର ଯେଉଁ ସୃଷ୍ଟି ସମ୍ଭାରର ବିପୁଳତା ଯେତିକି, ବୈଚିତ୍ରତା ସେତିକି। ତ ଆଜି ଜଗନ୍ନାଥ ପଣ୍ଡା ଅଛନ୍ତି ଆମ ସାଙ୍ଗରେ, ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରି ପାରିବେ, ଯାହା କିଛି ଅନୁସନ୍ଧିତ୍ସା ଅଛି ତାକୁ ଦେଇପାରିବେ। ଯେମିତି ମୁଁ କହିଲି ସୂର୍ଯ୍ୟର ପରିଚୟ ନିଜେ ସୂର୍ଯ୍ୟ, ସେମିତି ଅରମାରେ ଫୁଟିଥିବା ଘାସ ଫୁଲର ପରିଚୟ ସେ ଘାସ ଫୁଲ। ତାର ଖାଲି ସୌଭାଗ୍ୟ ଏତିକି ଯେ ତା ଉପରେ ଯଦି କାକର ଟୋପାଏ ପଡ଼େ ଆଉ ସେ ସୂର୍ଯ୍ୟର ପ୍ରତିଛବି ପଡ଼େ, ତାହେଲେ ସେ ନିଜେ ବହୁତ ଖୁସି ହୁଏ। ତେଣୁ ମୁଁ ମୋର କୌଣସି ପରିଚୟ ରଖୁନି, କେବଳ ଏ ଗୀତଟି ଛଡ଼ା। ତେଣୁ ଆଉ କିଛି ସମୟ ନ କହି ମୁଁ ପ୍ରଥମେ ଆମର ବିଶିଷ୍ଟ ଅତିଥି ଆମ ପାଖରେ ଆମ ସୌଭାଗ୍ୟକୁ ଦେବଦାସ ସାର୍ ଅଛନ୍ତି, ତାଙ୍କଠାରୁ ପ୍ରଥମେ ଆରମ୍ଭ କରିବା। ତାପରେ ଆମେ ବହି ବିଷୟରେ ଆଉ ସବୁ ବିଷୟରେ କଥାବାର୍ତ୍ତା ହେବା, ଆଉ ବହିର କିଛି କିଛି ଅଂଶ ବି ଦରକାର ପଡ଼ିଲେ ପଢ଼ିବା, ଚିତ୍ର ବି ଦେଖିବା। ତ ମୁଁ ସାର୍ଙ୍କୁ ଅନୁରୋଧ କରିବି, ସାର୍ ତାଙ୍କର ଯେଉଁ ଏଇ ଲଙ୍ଗ ନାଉ ଅଫ୍ ଅସ୍ ଜଗନ୍ନାଥ ପଣ୍ଡାଙ୍କର କଳା ସୃଷ୍ଟି ଆଉ ତାଙ୍କର ଅନୁଭବକୁ କିଛି କହିବ। नमस्कार, शुभ संध्या। शुभ संध्या कहले चलो। सब बड़ असुविधा हूँ बुझार कहीं मुझे उद्घाटन होता से दिन देखी दिल्ली में जगन्नाथ गोटे कर्मशाला जो जगह रथटी या से अधा तैयारी बेले भी देखी एपर्यंत ये जो आर्ट एक्जिबिशन होची कर्मशाला होची जार ना दिया दि लंग नाउ ऑफ अस एपर्यंत बुझी पड़े माने भावित बताइए भाई ये बहने चलो आधुनिक चित्रकला बुझार असुविधा अच्छी सब जमी से आधुनिक कवितार भी अच्छे आम जो रमाकांत रथर कविता सब पढ़ी
କିଛି ବୁଝିପାରିଲୁ ଆମେ କଲେଜରେ ପଢ଼ୁଥିଲୁ ଯେ ସେ ତାକୁ ବିଶିଷ୍ଟ କବି କିନ୍ତୁ ତାଙ୍କର ବିଶେଷ କରି ତାଙ୍କ ଲମ୍ବା ଥିଲା ସେସବୁ କିଛି ବୁଝିବା ନାହିଁ ଗୋଟେ ବାଘ ଶିକାର ବୋଲି ତାଙ୍କର ଗୋଟେ କବିତା ବିରାଟ ଲମ୍ବା ସେଇଥିରେ ସବୁ ଲାଇନ୍ ଥିଲା ବାଘ ଆସେ ହାଉ ହାଉ ହମ୍ ଏସବୁ ଧାଡ଼ି ସେ କବିତା ଭିତରେ ଥିଲା ଆଉ ତାର ଗୋଟେ ଚିତ୍ର ହେଇଥିଲା ଯେଉଁଟା ଅସିତ ମୁଖାର୍ଜୀ କରିଥିଲେ ତାଙ୍କର ଅଧିକାଂଶ ବହିର କଭର ପେଜ୍ ଅସିତ ମୁଖାର୍ଜୀ କରିଥିଲେ ତ ଜଗନ୍ନାଥ ତୁମେ ତ ଅସିତ ମୁଖାର୍ଜୀକୁ ଜାଣିଛ ଜଗନ୍ନାଥ ପରିଚୟ ବି ଥିବ ତ ସେ ତାର ଯେଉଁ ପ୍ରଚ୍ଛଦରେ ଯେଉଁ ଚିତ୍ର କରିଥିଲେ ସେଥିରେ ଗୋଟେ ମଣିଷଟିଏ ବହୁତ ହୁଏ ରମାକାନ୍ତ ରଥ ଗୋଟେ ବନ୍ଧୁକ ଧରିକି ଗୋଟେ ଏକ ନଡ଼ିଆ କି ଦୁଇ ନଡ଼ିଆ ବନ୍ଧୁକ ଧରିକି ବସିଛନ୍ତି ତଳେ ବାଘ ବୁଲୁଛି ବହିର ନାଁ ବାଘ ଶିକାର ସେମିତି ତାଙ୍କର ଗୋଟେ ଅନେକ କୋଠରୀ ବୋଲି ଗୋଟେ ବହି ଥିଲା ସେଥିରେ କିଛି କୋଠରୀ ଆଲୋକିତ କିଛି କୋଠରୀରେ ଅନ୍ଧକାର କଳାଧର ଏକ୍ଜାକ୍ଟଲି ଲୁହ ନୀଳ ଆଉ ମିଶାମିଶି ହେଇକି ତାର ପ୍ରଚ୍ଛଦ ପଟେ ତିଆରି ତ ତାକୁ ଆମକୁ ଦେଖିକି ଆଶ୍ଚର୍ଯ୍ୟ ଲାଗୁଥିଲା କିନ୍ତୁ ସବୁ ଜିନିଷ ବୁଝିପାରୁନଥିଲୁ ଧୀରେ ଧୀରେ ବୁଝିବାକୁ ପଡ଼େ ଅତଏବ ଯେଉଁ ଜାଗାରେ ଗୋଟେ ଚିତ୍ର ପ୍ରଦର୍ଶନୀ ହେବ ସେଥିରେ ସୌନ୍ଦର୍ଯ୍ୟ ତ ନିଶ୍ଚୟ ଥିବ କାରଣ ଆମର ଯେଉଁ 3ଟା ଫ୍ୟାକଲ୍ଟି ଅଛି ମୁଁ କଥା କହୁଥିଲି ଅବିକା ପାଖୁ ସାଙ୍ଗରେ ଯେ ଆମର ଯେଉଁ 3ଟା ଫ୍ୟାକଲ୍ଟି ଅଛି ଗୋଟେ ଦେଖିବା ଗୋଟେ ଶୁଣିବା ଆଉ ଗୋଟେ ପଢ଼ିବାଟାରେ ସବୁଠୁ ଡେରିରେ ଘଟଣାଟା ମୁଣ୍ଡ ଭିତରେ ବସେ ଶୁଣିବାରେ ବି ଟିକେ ସମୟ ଲାଗିବ ବୁଝିବା ପାଇଁ ସେ କ'ଣ କହୁଛି ସେ ତାର କିନ୍ତୁ ଦେଖିବାଟା ଇନଷ୍ଟାଣ୍ଟ ଦେଖିବା ମାତ୍ରେ ସେ ମୁଣ୍ଡ ତାକୁ ଯେମିତି କ୍ୟାପଚର କରେ ସେଥିରେ ଯଦି ମିନିଂ ନାହିଁ ତାହେଲେ ମୁଣ୍ଡ ହତଚ୍ଛା ଆଉ ଯଦି ଦେଖିପାରିବ ତାର ଅର୍ଥ ବି ବାହାରିଲା ତାହେଲେ ବି ସେଟା କିଛି ହେଲାନି କାହିଁକିନା ଆମର ଆଧୁନିକ ଚିତ୍ର ହଉ ବା ଯେକୌଣସି ଚିତ୍ରକଳା ହଉ ସେଟା ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରିଅଲିଟିକୁ ଦେଖାଏ ତାହେଲେ ସେଟା ଫଟୋଗ୍ରାଫ ଛଡ଼ା କିଛି ନୁହଁ ଫଟୋଗ୍ରାଫରେ ବି ତାର ବିଭିନ୍ନ ରକମର କାରସାଦି ଅଛି କିନ୍ତୁ ସିଧା ଫଟୋଗ୍ରାଫ ନେଲେ ତାକୁ ଯେତେ ମାନ୍ୟତା ମିଳେନି ତ ଆମକୁ ଜଣେ ଚିତ୍ରକାରୀ କଲେ ସେ ରିଅଲିଟି ପାଖରୁ ଟିକେ ଦୂରେଇ ଯିବାକୁ ପଡ଼େ ଆଉ ରିଅଲିଟି ପାଖରୁ ଦୂରେଇବାର ଅର୍ଥ ହେଉଛି ମିସ୍ କରିବା ଅର୍ଥ ଯେତେ ଦୂରକୁ ଯିବ ସେତେ ଅର୍ଥ ମିସ୍ କରିବ ଆଉ ଯଦି ବୁଝି ନ ହେବ ତାହେଲେ ତାକୁ ମ୍ୟାଜିକାଲ କହିବାକୁ ପଡ଼ିବ କାରଣ ସାଧାରଣ ଭାବେ ବୁଝି ହେଉନି ଏମିତି ନୁହେଁ ଯେ ଆମେ ମ୍ୟାଜିକାଲ ରିଅଲିଟି ସହିତ ଅପରିଚିତ ଆମର ମିଥ୍ ପୁରାଣ ମହାଭାରତ ମ୍ୟାଜିକାଲ ରିଅଲିଟିର ପ୍ରତି ମାର୍କୁଇଜର ବହୁତ ପୂର୍ବରୁ ଆପଣ ତ କହୁଥିଲା ଯେ ଆମେ ଯଦି ତାକୁ ମିଥ୍ର ଭିତରେ ରଖିପାରିବା ମ୍ୟାଜିକକୁ ଯେମିତି ଆମର ପୁରାଣରେ ଅଛି ତାହେଲେ ସେଟା ବେଶୀ ବୋଧଗମ୍ୟ ହୁଏ ଧଡ଼କିନା କିଛି ଗୋଟେ କୁଆଡ଼ୁ ଉଠି ଯାଉଛି ବାପ କୁଆଡ଼ୁ ନାଲି ରଙ୍ଗ କୁଆଡ଼ୁ କ'ଣ ଯଦି ମିଥ୍ ସାଙ୍ଗେ କୋରିଲେଟ୍ ନ କରିପାରିବା ତାହେଲେ ତାର ଗୋଟେ ବୁଝିବାର ଅସୁବିଧା ହୁଏ ସୌନ୍ଦର୍ଯ୍ୟ 2 ରକମର ଅଛି ଗୋଟେ ହେଲା ନୀରବତାର ସୌନ୍ଦର୍ଯ୍ୟ ଯେଉଁଠି କିଛି ଦେଖାଯାଉନି ଶୁଭାଯାଉନି କିଛି କରାଯାଉନି ସବୁକିଛି ନୀରବ ତାର ଗୋଟେ ସୌନ୍ଦର୍ଯ୍ୟ ଅଛି ଆଉ ଗୋଟେ ଅଛି ସୌନ୍ଦର୍ଯ୍ୟର ନୀରବତା ଗୋଟେ ସୌନ୍ଦର୍ଯ୍ୟକୁ ଆମେ ଦେଖିଲେ ଦେଖିକି ଚୁପ୍ ହେଇଗଲେ ଆଉ କିଛି ଭାବିବାକୁ ରହିଲାନି କୁଆଡ଼େ ଆମ ଭିତରଟା ନୀରବ ହେଇଗଲା ସେଇଟା ହେଲା ସୌନ୍ଦର୍ଯ୍ୟର ନୀରବତା ଆଚ୍ଛା ଏଠି ଆପଣମାନେ ଦେଖିକି ଠିକଣା କରିବେ କ୍ୟୁରେଟର ତ ଆଉ ଜଗନ୍ନାଥ ନିଜେ ବହୁତ କଥା ବୁଝେଇ ଦେଇଛନ୍ତି ତ ଏଥିରେ କେଉଁଠି ସୌନ୍ଦର୍ଯ୍ୟର ନୀରବତା ଅଛି ଆଉ କେଉଁଠି ନୀରବତାର ସୌନ୍ଦର୍ଯ୍ୟ ଅଛି ବର୍ତ୍ତମାନ ରହିଲା ବହିର ନାଁ ହେଲା ରୂପକଥାର ରୂପକାର ଫେୟାରି ଟେଲ୍ କରି
ଲାଗିଲା ନା ଆଉ ମୋତେ ସୁମନ କହୁଥିଲା ଯେ ବହିର ନାଁଟା ଯଦି ଆମେ ଦେଇଥାନ୍ତେ ଯେ କ'ଣ କହୁଥିଲି ହାତ ନଥିବା ଜଗନ୍ନାଥଙ୍କୁ ହାତ ଥିବା ଜଗନ୍ନାଥଙ୍କ ହାତରେ ବହି ଦେଇଥିଲେ ସେଟା ଲିଭିକା ବୁକ୍ ଅଫ୍ ରେକର୍ଡସକୁ ଯାଇଥାନ୍ତା। ଆମେ କହିଥିଲା ହାତ ନଥିବା ଜଗନ୍ନାଥଙ୍କୁ ହାତ ଥିବା ଜଗନ୍ନାଥଙ୍କ ହାତରେ ଏ ବହିଟା ବହି ଗୋଟେ ଆଉ ଗୋଟେ ନୂଆ ବହି ଆଉ ଗୋଟେ ନୂଆ ମଣିଷ ଭିତରେ କିଛି ଫରକ ନାହିଁ। ଗୋଟେ ବହି ଯଦି ଆସିଲା ଆଉ ଯଦି ତାକୁ ନ ଖୋଲିଛୁ ନ ଦେଖିଛୁ ତାହେଲେ ସେ ଗୋଟେ ନୂଆ ମଣିଷ। ସେ ନୂଆ ମଣିଷର ପରିଚୟ କ'ଣ ହେବ ଆମକୁ ଜଣା। ସେ ଯେପର୍ଯ୍ୟନ୍ତ ଖୋଲା ନ ହେଇଛି ତା ଭିତରେ କିଛି ଶକ୍ତି ପଶେ ତାପରେ କେମିତି ଧୂଳି ପଡ଼େ ଆଉ କେତେବେଳେ ଖରା ପଡ଼ିଲା କେତେବେଳେ ଛାଇ ପଡ଼ିଲା ଆଉ ବହି କେହି ଖୋଲୁନାହାନ୍ତି ବହିଟି ଗୁଡ଼ିକ ଥୁଆ ହେଇଛି ଏମିତି କେତେ ମାସ ବି ବିତି ଯାଇପାରେ କିନ୍ତୁ ଥରେ ସେ ବହି ଖୋଲିଗଲା ଆଉ ଏମିତି ବି ବହି ଅଛି ଯେଉଁଟା ଗୋଟେ ମଣିଷର ସାରା ଜୀବନକୁ ବଦଳେଇ ଦେଇପାରେ। ମୋର ମନେ ପଡ଼ୁଛି ଯେ ମୁଁ ଯେତେବେଳେ ପ୍ରଥମ ଥର ପାଇଁ ପଢ଼ିଥିଲି ଦୋଷ୍ଟୋଭସ୍କିଙ୍କର କଲେଜ ପଢ଼ି ଦୋଷ୍ଟୋଭସ୍କିଙ୍କର କ୍ରାଇମ୍ ଆଣ୍ଡ ପନିଶମେଣ୍ଟ ପଢ଼ିବାର ଯେଉଁ ଅଦ୍ଭୁତ ଅନୁଭୂତି ମୁଁ ତାକୁ ମୋ ଜୀବନରେ 3 ଥର ପଢ଼ିଛି ଆଉ ଯେତେବେଳେ ପଢ଼ିଛି ସେହି ସମୟରେ ମୋର ଜୀବନ ଗୋଟେ ମୋଡ଼ ନେଇଛି। ଇଟ୍ ମେ ବି କୋଇନ୍ସିଡେନ୍ସ ବା ମୋର ସାଇକେରେ ସେଟା ଏତେ ପଶିଯାଇଛି ଦୋଷ୍ଟୋଭସ୍କିଙ୍କର ଆଉ ପର୍ଟିକୁଲାରଲି ଯେତେବେଳେ ସେ ଯେଉଁ ରାସ୍କଲନିକଭ ଯେ ମାରିଛି ଆଉ ତାପରେ ସେ ଯେଉଁ ସୋନିଆ ଦ୍ୟାଟ୍ ପ୍ରଷ୍ଟିଚ୍ୟୁଟ୍ ଯାହାର ଭଲ ପାଇବା ତାକୁ ବଞ୍ଚେଇଲା ସେମାନେ ଗୋଟେ ରୁମ୍ ଭିତରେ ବସି ଗୋଟେ ମହମବତୀର ଆଲୁଅରେ ସେମାନେ ବାଇବଲ ପଢ଼ୁଥିଲେ। ଏ ଭାଷା ପାଇଁ ସେତେବେଳକୁ ଆଉ ଅସ୍ତବ୍ୟସ୍ତ ଘର ଅତ୍ୟନ୍ତ ଦରିଦ୍ର ଅବସ୍ଥା ସୋନିଆର ଆଉ ତାର ଯେଉଁ ଗିଲ୍ଟ ସେ ଗିଲ୍ଟଟା ସେ ଯେତେବେଳେ ସେ ମୁଁ ପଢ଼ିଛି କ'ଣ ସେ ଟ୍ରାନ୍ସଲେଟରଟା କହିପାରିବ କନଷ୍ଟାନ୍ସ ଗାର୍ନେଟ୍ was the person ଯେ ଇଂଲଣ୍ଡରେ ଜନ୍ମ କିନ୍ତୁ ସେ ଅଧିକାଂଶ ରଷିଆନ ବହିକୁ ଟ୍ରାନ୍ସଲେଟ୍ କରିଛି ଅଧିକାଂଶ ସେ ତାଙ୍କର ଟ୍ରାନ୍ସଲେସନ୍ ମୋତେ ବହୁତ ଭଲ ଲାଗେ। ତ ଦୋଷ୍ଟୋଭସ୍କିଙ୍କର ପ୍ରାୟ ସବୁ ବହି ସେ ଟ୍ରାନ୍ସଲେଟ୍ କରିଛି। ତ ଯେତେବେଳେ ସେଥିରେ ଅଛି ଦ୍ୟାଟ୍ ଦି ମର୍ଡରର ଆଣ୍ଡ ଦି ପ୍ରଷ୍ଟିଚ୍ୟୁଟ୍ in that dim light of a candlestick started reading the eternal book. ସେତେବେଳେ ସେ ଅବସ୍ଥା ପୁରା ଆଖିକୁ ଦିଶିବ ବହିରେ ସେଟା ଲୋକ ବହି ପଢ଼ିକି ସେ ଆଖିକୁ ଦିଶିବ ଆଉ ଗୋଟେ ଅତୀନ୍ଦ୍ରିୟ ଚେତନା ତା ଭିତରେ ଆସେ ଭଲ ପାଇବା ଫରଗିଭିଂ କ୍ଷମା କରିବା ଭଲ ପାଇବା ଏସବୁ ମଣିଷର ମାନେ ମନସ୍ତତ୍ଵ ଆଉ ମାନବିକତା ଦୁଇ ଦୃଷ୍ଟିରୁ ଆର ଛୁଆଁ ଆଉ ପର ସ୍ପର୍ଶ ଲାଗେ। ତ ବହି ଯେମିତି ଗୋଟେ ଗୋଟେ ବହି ଜୀବନକୁ ବଦଳେଇ ଦେଇପାରେ ଆଉ ଗୋଡ଼ ବୁଲେଇ ଦେଇପାରେ। ମୁଁ ତାର ଗୋଟେ ଉଦାହରଣ ଦେଲି ମୋ ନିଜ ବ୍ୟକ୍ତିଗତ କ୍ଷେତ୍ରରେ। ଆଉ ଏ ବହି ତ ରୂପକଥା ପରି ହେଇଛି ଏଥିରେ ରୂପ ବି ଅଛି ଆଉ କଥା ବି ଅଛି ବହୁତ ଚମତ୍କାର ଫଟୋଗ୍ରାଫ ସବୁ ରହିଛି। ପର୍ଟିକୁଲାରଲି ଯେଉଁଟା କିଛି ଦିନ ତଳେ କେତେ ବର୍ଷ ତଳେ ହେଇଗଲାଣି ଯେଉଁଟା ସ୍ମାର୍ଟ ସିଟି ପ୍ରୋଜେକ୍ଟ ବୋଧେ ଜଗନ୍ନାଥ କଲେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ହେଇଥିଲା ନା ଭୁବନେଶ୍ୱର ଆର୍ଟରେ ନା ମାନେ ବ୍ରଡ୍ ହେଡ଼ିଂ ଅଫ୍ ସ୍ମାର୍ଟ ସିଟି ପ୍ରୋଜେକ୍ଟ ଭୁବନେଶ୍ୱର ଆର୍ଟରେ ହେଇଥିଲା। ସେଟା ମୁଁ ଦେଖିଛି ପୁରୁଣା ଭୁବନେଶ୍ୱର ତାର ମାସେ ପର୍ଯ୍ୟନ୍ତ ପ୍ରିପାରେସନ୍ ଥିଲା ଲୋକମାନେ ଆସି କରୁଥିଲେ ମାସେ କାଳ ଚାଲିଲା ଆଉ ସରିଲା ପରେ ବି ମାସେ କାଳ ସେମାନେ ରହିଲେ ସେ ବିଷୟରେ
କିଛି ନା କିଛି କଥାବାର୍ତ୍ତା କରିବା ପାଇଁ ମୋତେ ଏମିତି ଗୋଟେ 3 ମାସର ବାତାବରଣ ଆବହାୱା ସୃଷ୍ଟି ହେଇଥିଲା। ଏମିତି ଗୋଟେ ଜିନିଷ ମୁଁ ଆଗରୁ କେବେ ଦେଖିନଥିଲି ଆଉ ସେଇଟା ପ୍ରଥମେ ଦେଖିଲି ଆଉ ସେ ବହିରେ ବି ଅଛି ଯେ ତାପରେ ଏମାନେ ଅନେକ ଚେଷ୍ଟା କରିଛନ୍ତି ସେଟା ଗୋଟେ ପ୍ରତ୍ୟେକ ବର୍ଷ ବା ପ୍ରତ୍ୟେକ ମାଇନେଟ୍ କରି ପ୍ରତ୍ୟେକ 2 ବର୍ଷରେ ଥରେ କରିଥିଲେ ଭଲ ହୁଅନ୍ତା କିନ୍ତୁ ଏପର୍ଯ୍ୟନ୍ତ ହେଇପାରିନି। ଆଜିକାଲି ତ ସଂସ୍କୃତି ବିଭାଗରେ ବା ସଂସ୍କୃତି କ୍ଷେତ୍ରରେ ସରକାରୀ ସାହାଯ୍ୟ ବି ଭଲ ମିଳୁଛି, ଭଲ ପଇସା ପତ୍ର ଅଛି ବୋଲି ଜଣାପଡ଼ୁଛି। ଯେତେ ଜାଗାରେ ପ୍ରୋଗ୍ରାମ ହେଉଛି ଆଉ ଯେତେ ବେଶୀ ଥର ହେଉଛି ତେଣୁ ଆମ ବେଳେ ଆମ କଲେଜ ବେଳେ ତାର କିଛି କେବେ ଥର ସୂଚନା କି ପତା ନଥିଲା। ଭଞ୍ଜଙ୍କର ଉପେନ୍ଦ୍ର ଭଞ୍ଜଙ୍କର ଗୋଟେ ଯାହା ହେଉଥିଲା ସେ ଏକମାତ୍ର ଜିନିଷ ଆମେ ସାରା ସ୍କୁଲ ସାରା ସେ ଆମ କଲେଜ ସ୍କୁଲ ପଡ଼ିଆ ଭିତରେ ବି ହେଉଥିଲା ବୋଲି ଆମେ ଯାଇ ସେଟା ଦେଖୁଥିଲୁ। ତ ବର୍ତ୍ତମାନ ଯେତେ ହେଲାଣି ସେମିତି ସେ ଭୁବନେଶ୍ୱର ଆର୍ଟ ଟ୍ରେନ୍ କରି ଯଦି କେହି ଗୋଟେ କଟକରେ ଆର୍ଟ ଟ୍ରେନ୍ କରନ୍ତା ମୋତେ ନିଜକୁ ବହୁତ ଭଲ ଲାଗୁଥିଲା। ମୁଁ ସେଠି ଥାଏ ଆଉ ସେଇ ଅନୁସାରେ ଆମ ସହରଟା ତ ଟିକେ କିଛି ସଫା ହେଇଯାନ୍ତା। କଟକକୁ କି କିଛି ବଣ୍ଟୁ ନାହାନ୍ତି କାରଣ କଟକର ସବୁ ଲୋକ ଆସି ଭୁବନେଶ୍ୱର। ତ ସେଥିପାଇଁ ମୋର ଇଚ୍ଛା ଆଉ ଯଦି ଭଗବାନ କରନ୍ତି ତାହେଲେ କଟକରେ ଗୋଟେ ଆର୍ଟ ଟ୍ରେନ୍ ବା ଏଇ ଏକ୍ଜିବିସନର ରିପିଟେସନଟା ରେଭେନ୍ସା ଭିତରେ ହେଇପାରେ ଯେଉଁଟା ଏଠି କରାହେଉଛି। ରେଭେନ୍ସାରେ ଯଥେଷ୍ଟ ଜାଗା ହେଇଛି, କରିପାରିଲା ପରି କ୍ଷେତ୍ର ଅଛି ଏବଂ କିଛି ସଂଯୋଗ ଯୋଗାଯୋଗ ହେଲେ ସେଠି ବି ହେଇପାରନ୍ତା। ଏଇସବୁ ଘଟଣା ସେଥିରେ ଅଛି। ଏଥିରେ ବି ଅଛି ଯେ ସେମାନେ ତାଙ୍କର ଆରମ୍ଭ ଅବସ୍ଥାରେ କେତେ ଦାରିଦ୍ର୍ୟ ଭିତରେ ଚଳୁଥିଲେ ଆଉ ଏଥିରେ ବି ଅଛି ଯେତେବେଳେ ତାଙ୍କର 37 ଲକ୍ଷ ଟଙ୍କାରେ ଗୋଟେ ପେଣ୍ଟିଂ ବିକ୍ରି ହେଲା ସେତେବେଳେ ତାଙ୍କର ଅଜଣା ଲୋକଙ୍କୁ 12 ବାଟି ଲଟେରୀ ପାଇଲା ବୋଲି ଅବସ୍ଥା ହେଇଥିଲା। ସେ ବହିରେ ଅଛି। ସେଥିପାଇଁ କହିଲି ଯେ ପରମ୍ପରା ଆଧୁନିକତାକୁ ମିଶେଇକି ଏଇଟା ଗୋଟେ ଫେରିଟେଲ୍ କିଛି ଅଲଗା ନୁହେଁ। ସେଥିପାଇଁ ରୂପକଥାର ରୂପକାର ନାଁ ଠିକ୍ ଦିଆହେଇଛି। ଏତିକି ବହି ବିଷୟରେ କହିବା ଥିଲା। ଧନ୍ୟବାଦ। ବହୁତ ଧନ୍ୟବାଦ ସାର୍। ବର୍ତ୍ତମାନ ଏହି ବହି ଯିଏ ଲେଖିଥିଲେ ବା ଲେଖିଛନ୍ତି ରମାକାନ୍ତ ଭାଇଙ୍କୁ ମୁଁ ପଚାରିବି ଯେ ଏହି ବହିର ମୂଳଦୁଆ କେବେ ପଡ଼ିଲା ଆଉ ଜଣେ ବିଖ୍ୟାତ ଚିତ୍ରଶିଳ୍ପୀ ବଞ୍ଚିଥିବା ସମୟରେ ଆହୁରି ନୂଆ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାର ସବୁ ପ୍ରକାର ସମ୍ଭାବନା ରଖିଥିବା ସମୟରେ ଏଇ ଯେଉଁ ବହି ଏହା କ'ଣ ଗୋଟେ ଓପନ୍ ଏଣ୍ଡର ଟେକ୍ସଟ ନା କ'ଣ ଆଉ ତାର ପ୍ରୋସେସ୍ କ'ଣ ଥିଲା? शुभ संध्या मंचरे जगन्नाथ पंडा बंधु शैलेन्द्र राय सार अच्छे देवदास सार अच्छे बंधु सुंदर कार्तिक सुमन अच्छे आगे तुम चिन्ह ये बही प्रकृत में मुझे चाहिए करने जगन्नाथ भाई कहीं मु मझे ये बही लिखा आमर प्लानिंग 10 वर्ष तल एवं जो रथ कथा भाई कहते जे रथरे 10 वर्ष परिश्रम अच्छी 10 वर्ष फोटोग्राफ अच्छी 10 वर्ष कलेक्शन सब लगी सेमती मत लगुच रथ बड़ा होता गड़े बही भी बड़ा होता बोधे क्या धीरे 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 बहुत थर समय बीते बहुत इंटरव्यू नहीं बाबा नाथी आज इंटरव्यू नहीं बंधु मान इंटरव्यू नहीं प्राय शो को बहुत पाखर देखी कैटलॉग पढ़ी विषय आर्टिकल बाहर से गुड़ा देखी से भितर धीरे धीरे या भितर आउ गोटे भी बही मुझे मोनोग्राफ करी पुराना चित्रशिल्पी चंद्रशेखर राव चंद्रशेखर राव बही सुविधा था जीवनी से लिखि सारी आत्मजीवन तेणु मत मोनोग्राफ लिखा असुविधा है ना किंतु जगन्नाथ यहाँ जीवनी जो चित्र देखिली एवं जीवनी को पाखर जानी
ସେତେବେଳେ ମତେ ତାଙ୍କ ଚିତ୍ରଟା ଆହୁରି ସହଜ ଲାଗିଲା ବୁଝିବା ପାଇଁ। ତେଣୁ ଯଦି କି ଜଗନ୍ନାଥ ପଣ୍ଡା ଚିତ୍ର ଯଦି ବୁଝି ପାରୁନାହାନ୍ତି କେମିତି କହନ୍ତି, ତେଣୁ ସେ ତାଙ୍କ ଜୀବନୀକୁ ଜାଣିବେ, ତାଙ୍କ ଜୀବନକୁ ଜାଣିବେ, ସେ ତାଙ୍କ ଛବିକୁ ତାଙ୍କ ସ୍କଲ୍ପଚରକୁ ଅଧିକା ବୁଝିପାରିବେ। କାହିଁକି ଏଟା ଭେରି ଅଟୋବାୟୋଗ୍ରାଫିକାଲ, ତାଙ୍କ ଛବି ଗୁଡାକ ତାଙ୍କ ଜୀବନ ସାଙ୍ଗରେ ସମ୍ପୂର୍ଣ୍ଣ ସଂଯୋଗ ହୋଇକି ରହିଛି। ତେଣୁ ତାଙ୍କ ଜୀବନ ନ ଜାଣିଲେ, ତେଣୁ ମୁଁ ବି ବିଶ୍ୱାସ କରେ ଜଣେ ଗାଳ୍ପିକ କବି କି ଲେଖକ ଯିଏ ହୁଅନ୍ତୁ, ତାଙ୍କ ଜୀବନଟା ସାଙ୍ଗରେ ତାଙ୍କ ଲେଖା କି ତାଙ୍କ କ୍ରିଏଟିଭ ଜିନିଷ ଯୋଉଟା ଆଉଟପୁଟ ବହୁତ ତା ଭିତରେ ସମ୍ବନ୍ଧ ଥାଏ। ତେଣୁ ଆମେ ଅନ୍ୟ ମତ ବି କାହାର ଥାଇପାରେ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ଯଦି ଗୋଟେ ଲେଖକକୁ କି ତାର କୃତି କି ଜାଣୁଛେ, ତା ଜୀବନୀ ବି ଜାଣିବା ଦରକାର। ତାହେଲେ ଆପଣ ଭଲ ଭାବରେ ଜାଣିପାରିବେ କୋଉଠୁ ଆସିଛି, ଜଗନ୍ନାଥ ଗଛ କାହିଁକି ଆସିଛି, ସେ କାହିଁକି ଛେଳି ଆଙ୍କୁଛନ୍ତି, କାହିଁକି ସେ ଆଙ୍କୁଛନ୍ତି ଗଣ୍ଡାର ସ୍କଲ୍ପଚର କରୁଛନ୍ତି, ଏଇଠି କାହିଁକି ଓଡ଼ିଶୀ ଡ୍ୟାନ୍ସର ଗୁଡ଼ାଏ ଏକ୍ଜିବିସନ ଭିତରେ ଅଛି, ତା ପଛରେ ଏ ରାଣ୍ଡମ ଓଡ଼ିଶୀ ଡ୍ୟାନ୍ସର ହଠାତ୍ ଉଠି ଆଣୁଛନ୍ତି, କୋଉଠି କରିନାହାନ୍ତି। ଏଭ୍ରିଥିଙ୍ଗ ଇଜ ଏ ପ୍ରୋସେସ, ତାଙ୍କ ଜୀବନ ସାଙ୍ଗରେ ପୁରା ମିଶିକିରି ଅଛି। ସେ କାହିଁକି କୋଲାଜ କରିଛନ୍ତି, ଖାଲି ଗୋଟେ ଉଦାହରଣ ଦଉଛି, ଯୋଉଟା ସବୁ କହୁଥିଲେ ଗୋଟେ ଗତିର ଗୋଟେ ଚକ୍ରାକାର ଗତିରେ ତାଙ୍କର ସବୁ ଜିନିଷ ଚାଲିଛି। ତାଙ୍କ ଜୀବନୀ ପଢିଲେ ଆପଣ ଜାଣିପାରିବେ ଯେ ତାଙ୍କର ଜୀବନ ବି ସେଇଭଳିଆ ପ୍ରୋସେସ ଭିତରେ ରହିଛି। ପୁରା ଘଟଣା ବାରମ୍ବାର ଘଟୁଛି, ପୁଣି ଆଉ ଗୋଟେ ଘଟଣା ଘଟୁଛି। ଏ ଯୋଉ କୋଲାଜ କଥା କହୁଛି, ଜୀବନୀ ମୁଁ ଲେଖିଛି। ଯେତେବେଳେ ବିକେ କଲେଜରେ ପଢୁଥିଲେ, ସେତେବେଳେ ଆମ କଲେଜରେ ସେତେବେଳେ ହୁଏ ବର୍ଷକୁ ଥରେ ଗୋଟେ ମେଳା ହୁଏ, କଳା ମେଳା ଭଳି, ଯୋଉ ଚିତ୍ରମାନେ ସବୁ ଆଙ୍କନ୍ତି ସବୁ ଷ୍ଟୁଡେଣ୍ଟ ମାନେ। ସେଟା ହୁଏ ଆମର ଜାନୁଆରୀ 1 ପୂର୍ବରୁ ହୁଏ। ସେତେବେଳେ ଜଗନ୍ନାଥ ମୁଁ ବି ଥିଲେ, ମୁଁ ଫାର୍ଷ୍ଟ ଇୟର ପଢିଲି, ଜଗନ୍ନାଥ ଭାଇଙ୍କର ଥିଲେ 5th ଇୟର। ସେତେବେଳେ ବି ସେ ହଉଥିଲା ସବୁ ସେ ମେଳାରେ। ସେତେବେଳେ ଗ୍ରିଟିଂ ସବୁ ତିଆରି ହଉଥିଲା, ଏଇ ନବବର୍ଷର ଅଭିନନ୍ଦନ ପତ୍ର, ତା ସହିତ କ୍ୟାଲେଣ୍ଡର ବି ପିଲାମାନେ କରୁଥିଲେ। ସେଥିରେ ପ୍ରଥମ ଥର ପାଇଁ ଜଗାଇ କ'ଣ କରିଥିଲେ ନା, ଗୋଟେ ଆମର ଟେରାକୋଟାର ଅଲଗା ଭାବରେ ତିଆରି କରି, ବହୁତ ପତଳା ତିଆରି କରି ସେ କ୍ୟାଲେଣ୍ଡର ଦେହରେ ଲଗେଇଥିଲେ। ସେଟା ବହୁତ ଡିମାଣ୍ଡ ହେଇଥିଲା, ବହୁତ ଲୋକ କିଣିଥିଲେ। ତାପରେ ଆମର ଆରଡି ଫ୍ରଣ୍ଟ, ଆରଡି ସେଠି ବହୁତ ଗ୍ରିଟିଂସ ଦୋକାନ ଆଗରୁ ହଉଥିଲା, ସବୁ ଏବେ ହଉନାହିଁ। ସେଠି ମଧ୍ୟ ସେ ଦୋକାନ ବି ଦେଇଥିଲେ, ସେଠି ମଧ୍ୟ ସେ କୋଲାଜ କରୁଥିଲେ। ତେଣୁ ମୁଁ ଦେଖିଲି କୋଲାଜଟା ତାଙ୍କର ଆଜିର କଥା ନୁହେଁ, ସେଟା ବାରମ୍ବାର ପୁରା ଜୀବନ ବିଗିନିଂରୁ ଆରମ୍ଭ ହେଇଛି। ତେଣୁ ସେ ଯୋଉ ଚକ୍ରାକାର ଗତି କଥା ପଢିଛି, ତାଙ୍କର ସବୁ କାମ ଭିତରେ ଆପଣ ଯୋଉଟା ଦେଖୁଛନ୍ତି ଏଟା ଆଜିର ନୁହେଁ, ସବୁ ଜିନିଷ ଲିଙ୍କ ଖୋଜିବେ, ସବୁ କେବେ ନା କେବେ ସେ କରିଛନ୍ତି। ତାଙ୍କର ବହୁତ ଆଗରୁ ଚଢେଇ ପଶୁ ଏମାନେ ଅଛନ୍ତି, ଗଛ ଅଛି, ପତ୍ର ଅଛି, ସବୁ ଏଇ ଯୋଉ ନେଚର ଆଉ ସହର, ପ୍ରକୃତି ଆଉ କନଷ୍ଟ୍ରକ୍ସନ ଆଉ ଡିଷ୍ଟ୍ରକ୍ସନ ଯୋଉ କଥା ଅଛି, ସେ ରଥରେ ଅଛି, ତାଙ୍କର ଛବି ଭିତରେ ଅଛି, ତାଙ୍କର ଅଲଗା ସ୍କଲ୍ପଚର ସବୁ ଜାଗାରେ ଅଛି। ତେଣୁ ଯେତେବେଳେ ଜୀବନ ଲେଖିବାକୁ ଚାହିଁଲି ମୁଁ ତାଙ୍କର, ସେତେବେଳେ ମୁଁ କହିଲି ନା, ଏ ଯୋଉ ସକ୍ସେସଫୁଲ ଆର୍ଟିଷ୍ଟ, ମୁଁ ଗଲି ଯେତେବେଳେ ବରୋଡା ଗଲି ଓଡ଼ିଶା ଛାଡ଼ି ଚିତ୍ର କରିବା ପାଇଁ, କି ଯେତେବେଳେ ମୁଁ ବିଭିନ୍ନ ଦିଲ୍ଲୀର ବମ୍ବେରେ ଚିତ୍ରକଳା ରାଜ୍ୟରେ ବୁଲିଲି, ସେତେବେଳେ ପ୍ରାୟ ଆର୍ଟିଷ୍ଟ ମାନେ କି ଗ୍ୟାଲେରୀ ବୋଲେ ଗୋଟିଏ ଲୋକ ଜଣଙ୍କ ନାଁ ପଚାରିଲେ ଜଗନ୍ନାଥ ପଣ୍ଡା ଜାଣିଛନ୍ତି। ତେଣୁ ଜଗନ୍ନାଥ ପଣ୍ଡା ଆମେ ଜାଣିଥିଲୁ, ଆମେ କଲେଜ ବେଳୁ ବି ଜାଣିଥିଲୁ, କିନ୍ତୁ ତାଙ୍କର ହଠାତ୍ ସକ୍ସେସ୍ ଯୋଉ ହେଲା, ସର୍ବଭାରତୀୟ ସ୍ତରରେ ଜଣେ ଚିତ୍ରଶିଳ୍ପୀ ଭାବରେ ନିଜକୁ ପ୍ରତିଷ୍ଠା କଲେ। ଆମେ ପାଖରେ ବସୁଛୁ, ସେ ଏତେ ବଡ଼ ଲୋକ ହେଇଛନ୍ତି, ଆମେ ତାଙ୍କ ନାଁ ନେଇକି କଥାବାର୍ତ୍ତା କରୁଛୁ। ସେତେବେଳେ ମୁଁ ଏ ଲୋକ ବିଷୟରେ ଗୋଟେ ଲେଖା ହେବା ଦରକାର, ତାଙ୍କ ଜୀବନୀ ବିଷୟରେ ଗୋଟେ, ତାଙ୍କ କାହାଣୀ କେମିତି, କୋଉ ରାସ୍ତାରେ ଯାଇଛନ୍ତି, କେମିତି ଯାଇଛନ୍ତି, କୋଉଠି ପହଞ୍ଚିଛନ୍ତି, ସେ ବିଷୟରେ ଆମର ରିଡର ମାନେ ଜାଣନ୍ତୁ, ଯେ ନୂଆ କଳାକୁ କ୍ୟାରିୟର କରି ଅଛନ୍ତି ସେମାନେ ଜାଣନ୍ତୁ, ଅଲଗା ଲୋକ ବି ଜାଣନ୍ତି ଯେ ଓଡ଼ିଆ ଲୋକଟେ କେମିତି ଏଇ ଜାଗାରେ ପହଞ୍ଚିଛି। ତ ଗୋଟେ ଛୋଟିଆ ଘଟଣା କହୁଛି, ଆମେ ମାନେ ଗଲେ ଯେ ଗୋଟେ ଫାଉଣ୍ଡେସନ କରିବୁ ଓଡ଼ିଶାର କଳାକୁ ଆଧୁନିକ ସମସ୍ୟା କଳା ଆଗକୁ ନେବା ପାଇଁ ଗୋଟେ ସ୍ଥାନ ତିଆରି କରାଗଲା, ଗୋଟେ ଅନୁଷ୍ଠାନ ଗଢ଼ାଗଲା। ତାର ମିଟିଂରେ ଫାଷ୍ଟ ଗଭର୍ଣ୍ଣିଂ ପଡ଼ିଥିଲା, ମୋତେ ସେ ଟ୍ରଷ୍ଟି ଭାବେ ପ୍ରଥମେ ନେଇଥିଲେ। ସେ ଜଗନ୍ନାଥ ଭାଇ ଯେତେବେଳେ କାମ କରୁଥିଲେ ନେଚର ମୋଡ୍ ବୋଲି ଗ୍ୟାଲେରୀ, ପିଟର ନାଗିଙ୍କର, ସେ ଆସିଥିଲେ ଆମ ଫାଷ୍ଟ ବୋର୍ଡ ମିଟିଂକୁ। ମିଟିଂ ପରଦିନ ଭାଇ, ମୁଁ ଆଉ ପିଟର ନାଗି ଯାଉଥିଲୁ କୋଣାର୍କ। ସେଇଠି ପଚାରିଥିଲି ଯେ କେମିତି, ମାନେ ଚିହ୍ନା କେମିତି ହେଲା ଆପଣଙ୍କର, ମାନେ କ'ଣ ପାଇଁ ଆପଣଙ୍କର ପରିଚୟ ହେଲା, କେମିତି ତାକୁ ଆପଣ ଜଗନ୍ନାଥ ଭାଇଙ୍କୁ ଚିହ୍ନିଲେ। ସେ କାହାଣୀ କହିଲେ, କେମିତି ଚିହ୍ନିଲେ, କେମିତି ତାଙ୍କର ପରିଚୟ ହେଲା।
କେମିତି ଆରମ୍ଭ ହେଲା ମୁଁ ସେଇଠୁ ଆରମ୍ଭ କଲି ମାନେ ଏଉ ଯଦି ମୁଁ କରେ ଲେଖେ କେବେ ଏଉଠୁ ହିଁ ଆରମ୍ଭ କରିବି। ତେଣୁ ମୁଁ ଗୋଟେ ଅଲଗା ଭାବରେ ତ କରୁଛି, ଆଗ ପଛ ଭାବରେ ଯାଇଛି, ପ୍ରେଜେଣ୍ଟ ପାଷ୍ଟ ପୁଣି ପ୍ରେଜେଣ୍ଟ ପାଷ୍ଟ ଏଇ ଭାବରେ ମୁଁ ନେଇଛି। ମୋର ମାତ୍ର ଇଚ୍ଛା ଥିଲା 10,000 ୱାର୍ଡରେ ସାରିବି ତାଙ୍କର ଜୀବନୀ ପାଠଟାକୁ, କିନ୍ତୁ ବଢି 30,000 ୱାର୍ଡ ହେଇଗଲା। ତେଣୁ ତାପରେ ପ୍ରଥମ ଚାପ୍ଟର ସେକେଣ୍ଡ ଚାପ୍ଟର ତାଙ୍କର କାମ ଉପରେ ମୁଁ ଲେଖି ଦେଇଛି। କାମ ବହୁତ ଦେଖିଛି ମୁଁ, ମୋତେ ବହୁତ ଭଲ ଲାଗେ, ବହୁତ ଇନ୍ସପାୟାର ହୁଏ। ତାଙ୍କ ବୋଧେ ଜଗନ୍ନାଥ ଏପର୍ଯ୍ୟନ୍ତ ଆର୍ଟିଷ୍ଟ ଭାରତର ଆପଣଙ୍କର ଇନଫର୍ମେସନ ପାଇଁ କହୁଛି, ତାଙ୍କ ଇନଫ୍ଲୁଏନ୍ସର ସବୁଠୁ ଗୋଟେ ସମୟରେ ଅଧିକା ଷ୍ଟୁଡେଣ୍ଟ ମାନେ ଅଧିକା ୟଙ୍ଗ ଜେନେରେସନ ପିଲାମାନେ ଇନଫ୍ଲୁଏନ୍ସ ହିଁ କାମ କରୁଥିଲେ। ବହୁତ ଶୋରେ ମୁଁ ଦେଖିଛି ହଠାତ୍ ତାଙ୍କ କାମ ଭଳିଆ କାମ ସବୁ କରୁଥିଲେ, ସବୁ ବହୁତ ପିଲା କରୁଥିଲେ ଅଲ୍ ଓଭର ଇଣ୍ଡିଆ। এইটা ଗୋଟେ ବହୁତ ଇଣ୍ଟରେଷ୍ଟିଂ ପାର୍ଟ ଗୋଟେ। ତାପରେ ଆମେ ଯେତେବେଳେ ହେଲା ଫାଉଣ୍ଡେସନ ହେଲା ପରେ ବହୁତ ଆମେ ଏକାଠି ହେଲୁ, ବହୁତ ସମୟରେ ଆମ ସମୟ ବିତିଲା, ଆମେ ବହୁତ ବିଷୟରେ କଥା ହେଲୁ। ସେତେବେଳେ ଧୀରେ ଧୀରେ ମୁଁ ଆରମ୍ଭ କଲି ଲେଖିବା। ଲେଖେ ରହିଯାଏ, ପୁଣି ଲେଖେ ପୁଣି ବନ୍ଦ ହେଇଯାଏ। ଶେଷରେ ତାପରେ ଜଗା ବହୁତ ଥର ମତେ କହିଛି, ମୁଁ ତାକୁ ଲୁଚିଲି ମଝିରେ। ତାପରେ ଏଇ ଶୋଜ ଯେତେବେଳେ ଫାଇନାଲ ହେଲା, ସେ ଡେଟ୍ ଫିକ୍ସ ହେଲା ଯେ ଆମର ଏଇ ଡେଟ୍ ଫିକ୍ସ ହେଇଗଲା, ଗ୍ୟାଲେରୀ ବୁକ୍ ହେଇଗଲା ଫେବୃଆରୀ 3 ତାରିଖ, ସେଇଦିନ ବହି ବାହାରିବ। ତେଣୁ ମୋ ହାତରେ ଥିଲା ମାତ୍ର 3 ମାସ। 3 ମାସ ଭିତରେ ତାଙ୍କର ସେପଟେ ଶୋ ପାଇଁ ସେ ପ୍ରସ୍ତୁତ, ମତେ ଫଟୋଗ୍ରାଫ ଦେବେ, ମତେ ଇନଫର୍ମେସନ ପୁଣି ଦେବେ ଯୋଉଠି ଗ୍ୟାପ୍ ଅଛି। ମୁଁ ସେତେବେଳେ ପାଖାପାଖି ଦିନକୁ 7-8 ଘଣ୍ଟା କି 10 ଘଣ୍ଟା ପର୍ଯ୍ୟନ୍ତ କାମ କରିଛି। କାରଣ ତାକୁ ଲେଖା ହବ, ପୁଣି ସେ ଟାଇପ ହବ, ତାପରେ ଡିଜାଇନ ଚାଲିବ, ପୁଣି ଭୁଲ ହବ, ପୁଣି ଗୋଟେ ମସିହାଟା ଭୁଲ ଅଛି ତାକୁ ଠିକ କରାଯିବ, ତାଙ୍କୁ ଫଟୋ ପଚାରିଲା କି ବଡ କଥା ହଉଛି ଏତେ ବ୍ୟସ୍ତ ଭିତରେ ଗ୍ୟାଲେରୀ ଶୋ ବ୍ୟସ୍ତ ଭିତରେ ମଧ୍ୟ ସେ କେତେବେଳେ ମନା କଲେ ଯୋଉ ଫଟୋ ମାଗିଛି ଯାହା ଇନଫର୍ମେସନ ଦେଇଛନ୍ତି ମତେ। ତେଣୁ ଯାହା ହଉ ଶେଷରେ ବହିଟା ହେଲା ଏବଂ ମୁଁ ଖୁସି। ତାଙ୍କ ସାର୍ ସାକ୍ଷାତକାର ବହି ଶେଷରେ ଯୋଉ ଅଛି ପୁରା 50ଟା ସାକ୍ଷାତକାର, ମୁଁ 100 ଖଣ୍ଡ ସାକ୍ଷାତକାର ନେଇଥିଲି, ସେମାନେ 100ଟା କ୍ୱେଶ୍ଚିନ୍ ଆନ୍ସର ଥିଲା, ତାକୁ ମୁଁ ସିଲେକ୍ଟିଭ 50ଟା କ୍ୱେଶ୍ଚିନ୍ ଆନ୍ସର ପଛପଟେ ଦେଇଛି। ତେଣୁ ଏଇ ବହିରେ ଆପଣ ଯଦି ଜଗନ୍ନାଥଙ୍କ ଜୀବନୀ, ତାଙ୍କର କାମ ବିଷୟର ଯୋଉ ଫିଲୋସଫିଟା ଆଉ ତାଙ୍କର ସିଏ ଯାହା କହୁଛନ୍ତି, ମୁଁ ପ୍ରଶ୍ନର ଉତ୍ତର ଦଉଛନ୍ତି, ମିଶେଇକି ପଢିବେ ତାହେଲେ ଜଗନ୍ନାଥ ପଣ୍ଡା କାହାକୁ ଅବୁଝା ଲାଗିବେ ନାହିଁ, ମାନେ ବହୁତ ସହଜ ଲାଗିବ ବୁଝିବା ପାଇଁ। ଏ ଲୋକଟି କିଏ, ଏ ଆର୍ଟିଷ୍ଟଟି କିଏ, ମାନେ ଏ ମଣିଷଟି କିଏ, ସବୁ ସହଜରେ ବୁଝା ପଡିଯିବ। ମୁଁ ନିଜେ ସେଇ ସମୟର ଗୋଟେ ପ୍ରକାର ସାକ୍ଷୀ, ଯେତେବେଳେ ବହି ତିଆରି ଚାଲିଥିଲା, ପ୍ରସ୍ତୁତ ଚାଲିଥିଲା, ଆମେ ଦୀର୍ଘ ସମୟ ଧରି କିଛି ବିଷୟରେ କଥାବାର୍ତ୍ତା ବି ହେଉଥିଲୁ ଏବଂ ମତେ ତା ଭିତରେ ଅନ୍ତତଃ କଳାକୁ ବୁଝିବାର ଗୋଟେ ଛୋଟିଆ ଦକ୍ଷତା ତିଆରି ହେଲା, ଯୋଉଟା ଆଗରୁ କେବେ ହେଇନଥିଲା। ତେଣୁ ଏ ବହି ଅନ୍ତତଃ ମତେ ସାହାଯ୍ୟ କରିଛି ଚିତ୍ରକୁ ନୂଆ ପ୍ରକାର ଦେଖିବାରେ। କାରଣ ଆମେ ଯେତେବେଳେ ଅନେକ ଦିନ ତଳେ ଥରେ ଇଣ୍ଟରନେଟରେ ଆମେ ବିଭିନ୍ନ ଛବି ଦେଖିଲା ବେଳେ ଗୋଟେ ଛବି ଦେଖିଲି ଯେ ଗୋଟେ ହରିଣ ତାର ଶିଙ୍ଗରେ ଅନେକ ଗୁଡେ ଆକ୍ୱାଫିନା ବୋତଲ ପୁରେଇଛି ଏବଂ ଅତ୍ୟନ୍ତ ଗ୍ଲୋବି ଫେସରେ ଚାହିଁଛି। ମତେ ସଡନଲି ଷ୍ଟ୍ରାଇକ୍ କଲା, ଅଦ୍ଭୁତ ଲାଗୁଛି। ତ ମୁଁ ତାକୁ ଯେତେବେଳେ ଦେଖିଲି, ମୁଁ ତାର ଅର୍ଥ ତ ମତେ ଲାଗିଲା ଯେ ସେ କହୁଛି ଯେ ତମେ ଯାହା ସବୁ ଚାରିପଟରେ କଲଣି, ଏବେ ମୁଁ ଏମିତି ହିଁ ଆସିବି, ତମକୁ କେମିତି ଦିଶୁଛି, ସୁନ୍ଦର ନା ଅସୁନ୍ଦର? So that was my first interpretation to that art. ମୁଁ ଜାଣିନି ଯେତେବେଳେ ଚିତ୍ରକର ଗୋଟେ ଚିତ୍ର କରେ ସେ ତାର ନିଜର ଅବବୋଧ ସହ କରେ, ତାକୁ ଯେତେବେଳେ ଦର୍ଶକ ଦେଖେ ତାକୁ ସେ ତାର ନିଜର ଅବବୋଧ ସହ ବୁଝିବାକୁ ଚେଷ୍ଟା କରେ। କିନ୍ତୁ ବେଳେ ବେଳେ କ'ଣ ହୁଏ ନା କୌଣସି ଗୋଟେ ନିର୍ଦ୍ଦିଷ୍ଟ କଳା ଏ ଦି ଜଣଙ୍କ ଅବବୋଧକୁ ଆହୁରି ଟପିକି ଆଗକୁ ଚାଲିଯାଏ। ସେ ଯେମିତି ସଙ୍ଗୀତ ଗୋଟେ ଧ୍ୱନିରୁ ଅନାହତକୁ ଚାଲିଯାଏ, ସେମିତି ଅନେକ ସମୟରେ କଳା ତାକୁ ସରପାସ କରିଯାଏ। ମୁଁ ଶୈଳେନ୍ଦ୍ର ଭାଇକି ତାଙ୍କର এই বিষয়ে ତାଙ୍କର କିଛି ବ୍ୟକ୍ତିଗତ ଅନୁଧ୍ୟାନ ଅଛି, ତାକୁ କହିବେ ଏବଂ ଜଗନ୍ନାଥ ଭାଇଙ୍କ ସାଙ୍ଗରେ କିଛି ସମୟ ଇଣ୍ଟରାକ୍ଟ କରିବା ପାଇଁ ମୁଁ ଶୈଳେନ୍ଦ୍ର ଭାଇଙ୍କୁ ଅନୁରୋଧ କରିବି। ଗୋଟେ ଛୋଟ ପ୍ରଶ୍ନ ଆପଣଙ୍କୁ, ତା ପୂର୍ବରୁ ଅମ୍ୟଙ୍କର ପରିଚୟ ଦିଆ ହେଇନି, ମୁଁ ଅମ୍ୟଙ୍କର ପରିଚୟ ଦେଇଦେଉଛି। ଅମ୍ୟଙ୍କର ଗୋଟେ ବହି ଅଛି ବ୍ଲୁ ବେଲିକା, ସେଟା ଗୋଟେ ଓଡ଼ିଆ ଗପର ସଂକଳନ। ମୁଁ ଗତ 2-3 ବର୍ଷ ଭିତରେ ପଢ଼ିଥିବା ସବୁଠାରୁ ସେ କ'ଣ ବଞ୍ଚିର ବସିଛନ୍ତି ବେଲିକା କହୁନି, ପ୍ରତି ଦେଶର ବନ୍ଧୁ ବେଲିକା କହୁନି,
ସେ ପ୍ରକୃତରେ ବନ୍ଧୁତାଟା ସେଇ ବହିକୁ ନେଇ ପ୍ରଥମେ ସୃଷ୍ଟି ହେଇଥିଲା। ମୋର ସବୁଠୁ ପ୍ରିୟ ଓଡ଼ିଆ ଗପ ବହି ଗତ 3 ବର୍ଷ ଭିତରେ ମୁଁ ଯାହା ପଢ଼ିଛି। ତାଙ୍କ ନାଁ ଅମ୍ବିକା, ସେ ଜଣେ IT ସେକ୍ଟରରେ କାମ କରୁଥିବା ଲୋକ, କିନ୍ତୁ ଗପ ତ ଲେଖନ୍ତି, ଅନେକ ଲେଖନ୍ତି, ଯେତିକି ଲେଖିବା କଥା ଲେଖନ୍ତିନି ବୋଧେ, ତାଡ଼ନା ମଧ୍ୟ ଆମକୁ ସେଥିପାଇଁ ସହନ୍ତି। କିନ୍ତୁ ତା ଛଡ଼ା ଜଣେ ଲେଖକ ହିସାବରେ ଯାହା ପରିଚିତ ଅଛି, ତା ଛଡ଼ା ସେ ବହୁତ ଭଲ ଅନୁବାଦ ମଧ୍ୟ କରୁଛନ୍ତି ବର୍ତ୍ତମାନ ଇଂରାଜୀ ଓଡ଼ିଆକୁ ବିଶେଷତଃ, ଆଉ ବହୁତ ଭଲ ପାଠକ। ଆଜିକାଲି ଯୁଗରେ ଭଲ ପାଠକଙ୍କୁ ମିଳିବା ଭେଟିବା ବହୁତ କଷ୍ଟ, କାରଣ ଆମେ ପ୍ରାୟତଃ ପଢ଼ିଲେ କେମିତି ଭଲ ହିସାବରେ ଯେମିତି ପଢ଼ିବା କଥା ବୁଝିବା ପଢ଼ୁନି, ଯେମିତି ଆମେ ଚିତ୍ରଗୁଡ଼ିକୁ ଯେମିତି ଦେଖିବା କଥା ସେମିତି ଦେଖୁନି ଆଜିକାଲି। କାରଣ ସବୁଠୁ ଯୋଉଟା ବି ସମୟ ବିତାଇବାକୁ ପଡ଼େ, ଆମେ କେହି କାହା ସହିତ ସମୟ ବିତାଇବା ପାଇଁ ଚାହୁଁନି। ତ ଏଇ ଛୋଟ ପରିଚୟଟି ଆମ ବିଷୟରେ ଦେଖି ମୋତେ ଲାଗୁଛି ଏତିକି ଯଥେଷ୍ଟ ତାଙ୍କ ବିଷୟରେ ବର୍ତ୍ତମାନ ପାଇଁ। ଆପଣଙ୍କ ପାଇଁ ଗୋଟିଏ ପ୍ରଶ୍ନ, ସେ ପ୍ରଶ୍ନଟି ହେଲା କି ଆପଣଙ୍କ ସହିତ ସମ୍ପର୍କ 10 ବର୍ଷ ଖଣ୍ଡେ ହେବ, ବହିଟି ପଢ଼ିକି ଆପଣଙ୍କୁ ଅଧିକା ଗଭୀର ହିସାବରେ ଜାଣିବାର ସୁଯୋଗ ପାଇଲି। ତ ଗୋଟିଏ କଥା ମୋ ମନରେ ସ୍ପଷ୍ଟ ହେଲା, ସେଇଟା ହେଲା କି ଯେମିତି ଧରନ୍ତୁ ଜୟନ୍ତ ମହାପାତ୍ର କଟକରେ କହିଥିଲେ କି ଆମେ ସୁନୀଲ ଗଙ୍ଗୋପାଧ୍ୟାୟଙ୍କୁ କଲିକତାର ଲେଖକ ହିସାବରେ ନେଇପାରିବୁ, ସେମିତି ଆପଣ ପ୍ରକୃତି ଗୁଡ଼ଗାଁव ଯଦି ଭୁବନେଶ୍ୱରରେ ବଢ଼ିଛନ୍ତି, ଆପଣ ବୋଧେ ଗୁଡ଼ଗାଁର ଚିତ୍ରକର। ସେ ମୁଁ ଆପଣଙ୍କୁ ଗୋଟେ ସହରର ପରିଚୟ ଭିତରେ ସୀମିତ କରିବାକୁ ଚାହୁଁନି, କିନ୍ତୁ ଯଦି ଆମେ ଗୁଡ଼ଗାଁव ସହରକୁ ମଧ୍ୟ ବୁଝିବାକୁ ଚାହୁଁଛୁ, ସହରକୁ ଆଦୌ ନ ଯାଇକି ଯଦି ଆପଣଙ୍କର ଚିତ୍ରର ପ୍ରଦର୍ଶନୀ କୋଉଠି ଦେଖିବା, ତାହେଲେ ସହରଟିକୁ କିଛି ପରିମାଣରେ ବୁଝିପାରିବା। ଏବଂ ଗୁଡ଼ଗାଁव ଭାରତର ଗୋଟେ ପ୍ରକାରର ଅପକଳ୍ପଲକ୍ଷୀୟ ସହରୀ ସଭ୍ୟତା ଯାହା ବର୍ତ୍ତମାନ ଉଦ୍ଭୂତ ହେଉଛି ଗତ 20-25 ବର୍ଷ ହେଲାଣି, ଆଣ୍ଟି ଓଡ଼ିଆ ଯଦି କଳ୍ପଲକ୍ଷୀୟ କରିବା ତାକୁ, ଯେଉଁଥିରେ କି ଗୋଟେ ଅଦ୍ଭୁତ ପ୍ରକାରର ସାମାଜିକ ଜୀବନ ସୃଷ୍ଟି ହେଉଛି, ଯେଉଁଥିରେ ଆମକୁ ଖରାପ ଲାଗୁଛି ବେଶୀ, ଭଲ ଲାଗୁଛି କମ୍, କିନ୍ତୁ ସେଇ ପରିସ୍ଥିତିରେ ସେଇ ପରିବେଶରେ ଏପରି ପ୍ରକାରର ଅଦ୍ଭୁତ ହିସାବରେ ସୁନ୍ଦର କଳାକୃତି ସୃଷ୍ଟି କରିପାରିବାର ଯେଉଁ ସମ୍ପର୍କଟି, ସେ ସହରରେ ରହିକି ସେଇ ସହର ବିଷୟରେ କାମ କରିବାର ସମ୍ପର୍କ, ସେ ସହର ସହିତ ସମ୍ପର୍କ, ନିଜ କଳାର କାମ ସେଇ ସହର ସହିତ ସମ୍ପର୍କ, ସେ ବିଷୟରେ ଯଦି କିଛି କହିପାରିବେ, ଏଇ ଗୋଟିଏ ପ୍ରଶ୍ନ କରିବେ। ଗୁଡ଼ଗାଁରେ ଆକ୍ଚୁଆଲି ଆସିଲା ପରେ ମୋ କମ୍ପ୍ଲିଟଲି ମୋ କାମକୁ ଯେଉଁ ଦେଖେ ସେଇଟା ଖାଲି ଚେଞ୍ଜ ହେଲା। ସେଥିପାଇଁ କାହିଁକିନା ଗୁଡ଼ଗାଁव ଏମିତିଆ ଗୋଟେ ସିଚୁଏସନ୍, କାହିଁକି ମୁଁ ଯେତେବେଳେ ଦିଲ୍ଲୀରେ ଥିଲି, ମୁଁ ଗୁଡ଼ଗାଁव ବିଷୟରେ ଶୁଣେ ଯେ ଗୋଟେ ଗାଁ ଗୁଡ଼ଗାଁव ଗୋଟେ ଥିବ, କ'ଣ କେବେ ତ ମୁଁ ଯାଇନି, କିନ୍ତୁ 2004ରେ ମୁଁ ଯେତେବେଳେ ଦିଲ୍ଲୀରୁ ଗୁଡ଼ଗାଁवକୁ ସିଫ୍ଟ କଲି ଗୋଟେ ଘର ନେଇଯାଇ, ସେତେବେଳେ ମୋତେ ପୁରା ଏକଦମ ସରପ୍ରାଇଜ ଲାଗିଲା, ଦୁଇ ଟାଇପ୍ର ୱାର୍ଲଡ ସେଇଠି ଏକ୍ଜିଷ୍ଟ କରୁଛି ଗୋଟେ ଜାଗାରେ, ଆଉ ଏତେ କଣ୍ଟ୍ରାଷ୍ଟ, ଏଇ କଣ୍ଟ୍ରାଷ୍ଟ ଭିତରେ ମୋତେ ରହିବାକୁ ପଡ଼ିଲା। ସେ ତ କଣ୍ଟିନ୍ୟୁସଲି ଚାରିଆଡ଼େ ଡେଭଲପମେଣ୍ଟ ହେଉଛି, ଆଉ ମାନେ ଲାଗିଲା ଯେ ଚାରିପଟେ ଯେମିତି ଥିଏଟର ଚାଲୁଛି ମୋ ଚାରିପଟେ, ଲୋକ ଆସୁଛନ୍ତି ସେଇଠୁ ଲୋକ ଯାଉଛନ୍ତି। କିନ୍ତୁ ଆଉ ଗୋଟେ କଣ୍ଟ୍ରାଷ୍ଟ ମିଳିଲା ଯେ ଗୋଟେ ସାଇଡ଼୍ରେ ଏତେ ବଡ଼ ବଡ଼ ହାଇରାଇଜ୍ ବିଲ୍ଡିଂ, ସେପଟ ସାଇଡ଼୍ରେ ରହୁଛି ବୁଲକା ଯାଉଛି, ଗୋଟେ ସ୍ତ୍ରୀ ଲୋକଟେ ଆସିକିରି ଘାସ କାଟୁଛି। ମୁଁ ତାକୁ ପଚାରିଲି, ମା କୋଉଠି ଆସିଛ ନା, ସିଏ କହିଲେ ଯେ ବାବା ଏ ତ ମୋର ସବୁ ଜମି ମୋର ଥିଲା, ଆଉ ଆମେ ସବୁ ବିକି ଦେଇଛୁ ଏଇ ଇଏର ମାନେ ବିଲ୍ଡରକୁ। ସିଏ ବି ଜାଣିନି ଗୁଡ଼ଗାଁव ତାର ପାଖରେ କେତେ ପଇସା ଅଛି ତାର ବ୍ୟାଙ୍କରେ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେ ବହୁତ ବଡ଼ ବଡ଼ ଗାଡ଼ି, ମାନେ ନୂଆ ଡେଭଲପମେଣ୍ଟ ହେଉଛି ଗୁଡ଼ଗାଁव, ବହୁତ ମାଇଗ୍ରେସନ୍ ହେଉଛି, ସବୁ ଯାକ ଲୋକ ଇକୋନୋମିକାଲ ମାଇଗ୍ରେଣ୍ଟ ସେଟଲ୍ ହେଉଛନ୍ତି। ତାଙ୍କ ଭିତରେ ଗୋଟେ ଟେନସନ୍ ଅଛି, ତାଙ୍କ ଭିତରେ ଗୋଟେ ଇଟୋପିଆସ୍ ଗୋଟେ ବନୁଛି, ତାଙ୍କ ଭିତରେ ଗୋଟେ କନଭରସେସନ୍ ହେଉଛି ଯେ ହ୍ୱାଟ୍ ଇଜ୍ ଦ ନ୍ୟୁ ହେଟ୍ରୋଟୋପିଆ ଦେ ଆର୍ ଲୁକିଂ ଆଟ୍। ସେଇ ଜିନିଷରେ ମୋତେ ବହୁତ ପ୍ରଭାବିତ ହେଲା। ସେ ସ୍ତ୍ରୀ ଲୋକଟା ପଚାରିଲେ ତା ବ୍ୟାଙ୍କରେ କେତେ ପଇସା ତାକୁ ଜଣା ନାହିଁ, ତା ପୁଅ ପାଖରେ ଗୋଟେ ମାନେ ସୁପର ବାଇକ୍ ଅଛି, ସେମାନେ ବହୁତ ମାନେ ଏଇଭଳିଆ ଲାଇଫ୍ ଷ୍ଟାଇଲ୍ କଲେ, ନୂଆ ପଇସା ନୂଆ ମନି
तापर देखुची जे आ गोटे नुआ पेपर बाहर जे गुड़गांव में गोटे फेरारी कार एक्सीडेंट ही गला छोट पिलाटे गाड़ी चले जाके व्हाट इज द न्यू मनी नुआ डेवलपमेंट हम पाई कोन ए सब जो चेंजिंग लैंडस्केप कंटीन्यूअसली मु देखिली मते लागला गोटे तरफ रो मु एथे पार्टिसिपेंट भी आ गोटे तरफ मु व्यूअर भी मु देख 10टा आ सेई सब कन्वर्सेशन से सब जिंस जणा अंजणा रे गुड़गांवटा गोटे मो छवि तो केतोल आसीला मु बेसी माने लैंडस्केप पेंटर हिसाब रे मते निज परिचय करया पड़ियो काई ना जतोल से लैंडस्केप को देखिली सेतरे मो निज कथा भी आसला मो कोट आसी मो आ मु जो मो निज कथा पचारि आसली गोटे जगह रो मु गोटे जगह छाड़ी दीची आ गोटे जगह मते अपन एक्सेप्ट भी करनी तार गोटे टेंशन आ गोटे जगह रे मो देखुतली जे नेचर जतोले हम नेचर कथा कहूचे आ एई नेचर होची माने सर्वव्यापी माने वाइल्डनेस अछि किंतु सब जगह रे देखिबे जे सब प्लॉटिंग करी की बिल्डर माने ताको लाइन पके ताको सब क्लोज इनक्लोज करिया पे आरंभ कर दिसे ई क्वेश्चन गुडा को सेडा सब जणा अजणा रे मो काम रे ए सेट देला आई थिंक इट इज एनफ वेरी यू कैन गो फर्दर आउ गोटे प्रश्न सर हम पहले गोटे प्रश्न पचारिबे द्वितीय प्रश्न रे ए प्रदर्शन के विषय में जेतबेले ए प्रदर्शन विषय अपन चित्र बाछियो कथा कहते किबा जदि नुआ किछि करछन ताले तार से निर्वाचन भित्ति कोन थिला अपन कोन भाबि चित्र कि बाछि मु गोटे क्यूरेटोरियल दृष्टि मु जने कलाकार हिसाब से अपन जेतबेले बसिकी भाबि नहीं ए चित्र तो जदि फेरिबा कथा भाबि भुवनेश्वर निजर बोधे अपन प्रथम ये कार्य प्रदर्शन तो ये फेरी के आसीबा के इच्छार वर्तमान कारण कोन माने एटा को रिटोरिकली पचरने प्रकृति सत्य के जाने के पचर आप जानले 10 वर्ष आगु चाहते हम तो करि पाइबे के 15 वर्ष आगु चाहते हम तो करि पाइबे ई वर्तमान आपनकर व्यक्तिगत जहा यात्रा कलाकार हिसाब रे व्यक्ति हिसाब सेतरे ई प्रदर्शन रो कोन भूमिका अछि अपन काहे वर्तमान ई करे चाहिए चित्र पछर निर्वाचन कहानी कौन एवं आपको एटा करिके लागुछि केमति वर्तमान अपन प्रदर्शनी हमारा 10-12 दिन हेगलानी अपन अनेक लोकन सहित भितरे मु चिन्ह चरित्र मु सुनिछि आज हम जीव अछंती अनेक सहित कथा होतले समान आपण तान सहित कथाबार्ता करिके ताको देखि जति बुझिया चेष्टा करछंती तो ये जो पूरा अनुभूति थी गत 12 से अनुभूति से अपन कुछ कहया चाहते अद्भुत अनुभूति कहीं देखते 10 वर्ष तले प्लान होता एग्जिबिशन विभिन्न टाइम रे विभिन्न लोक सहित मिसे मो सांग माने समस्ते किए मो काम देखि मते काम इमेज रे भी देखछनी किंतु मते लागे इमेज रे मे बी जेतु काम उडा बहुत लेयर बहुत टेक्सचर बहुत मटेरियल यूज होइछि माने छवि रे जस्टिस होएनी से माने सबल कदम काम देखि ना कोड देखिछ ना ई छवि रे देखिछि ई पेंटिंग रे देखिछि इंटरनेट रे देखिछि এই কন্টেক্সটে লাগে যে মতে গোটে আসপেক্ট লাগে যে দিনে দিনে মানে যেটু ছোট বড় হয়েছি গোটে সেন্সিবিলিটি মোর এটি ডেভেলপ হয়েছি লোক মানে কলেজ পড়িবারে আমার ট্রাডিশন আমার আর্ট রে সেই সেন্সিবিলিটি নেকি মো বাহারে তাকে পরীক্ষা নিরীক্ষা করে গোটে নয়া ল্যাঙ্গুয়েজ ইভলভ কলি जोटा कि बहुत लोक ताको एक्सेप्ट कले ताको गोटे पर्टिकुलर पोजीशन रे रखिया पई चाहिले माने माने भारतर समसामयिक पढ़ारे से कंटेक्स्ट मु देखिले जदि जो ये सब जिनस सोर्सेस आसीछि आउ जते इवॉल्व हेछि सेंसिबिलिटीटा आउ गोटे कथा कहया चाहे जे मु लंडन रे पढ़िया बडे मु जो टाइप रो के देखिथे मो काम जो लैंग्वेज थला मु डेलिबरेटली ताको डिनाय करबा को डिनाय माने डायरेक्ट डिनाय करनी बट गोटे लैंग्वेज दैट मु कहछि इनहैंड मो पर अछि सेटा गोटे डिस्कवर होला मो पई लंडन पढ़िया परे ता सेते मु कबता माने आमे जेतले यूरोपियन वे रे देखिवा कि प्रेजेंट करिया को बाबुली काहे कि हमरो
ଆମର ଯେଉଁ ଟ୍ରାଡିସନାଲ ଆମର ଯେଉଁ ଇଣ୍ଡିଜିନିୟସ୍ ଆର୍ଟିଷ୍ଟ ଅଛନ୍ତି ସେମାନେ କେମିତି ପରସିଭ୍ କରୁଛନ୍ତି, ସେମାନେ କେମିତି ଦେଖୁଛନ୍ତି। ମୋ ଜଣେ କଲେଜର ଟିଚର ଥିଲେ, ସେ କହିଲେ ଜଗନ୍ନାଥ ତମେ ଏତେ ସୁନ୍ଦର କାମ କରୁଛ, ସୁନାରୀ ଭଳିଆ ବସିକି କାମ କରୁଛ, ସୁନାରୀ ଯେମିତି ବସିକି। ଆଚ୍ଛା ସେଇ କଥାଟା ମୁଁ ସେତେବେଳେ ଇମ୍ପୋର୍ଟାଣ୍ଟ ଦେଉନଥିଲି, ପରେ ଦେଖିଲା ସୁନାରୀ ଯେଉଁ ୱାର୍କଟା ଆଉ ଯେଉଁ ମେଡିଟେଟିଭଲି ଯେଉଁ କରନ୍ତି ଆଉ ଯେଉଁ ଆମର ଆର୍ଟିଜାନ ମାନେ ଯେଉଁ କରୁଛନ୍ତି ମେଡିଟେଟିଭଲି କାମ କରନ୍ତି, ଏଇଟା ଦୁଇଟା ଜିନିଷ ଆସୁଛି। ଗୋଟେ ହେଉଛି ଗୋଟେ ଆକ୍ସନ୍ କଥା ଆସୁଛି, ଗୋଟେ ନନ୍ ଆକ୍ସନ୍ କଥା ଆସୁଛି, ଗୋଟେ ଫିଜିକାଲିଟି କଥା ଆସୁଛି, ନନ୍ ଫିଜିକାଲିଟି କଥା ଆସୁଛି। ସେ କଥା ମୁଁ କହିଲି ଏଇ କାମ ସବୁ ଏକ୍ଜିବିସନ୍ ଆସିବା ଦରକାର, 10 ବର୍ଷ ପ୍ଲାନ୍ କଲି, କିନ୍ତୁ ଗୋଟେ ଆଟମୋସ୍ଫିୟର ହେବା ଦରକାର ଯେ ଏକ୍ଜିବିସନ୍ ଆସିବ, ପ୍ରପର କାମ ସେଟଅପ୍ ଯାହା ଯେତେବେଳେ କାମ ତିଆରି କଲେ କୌଣସି ଏକ୍ଜିବିସନ୍କୁ ପଳାଏ, ପ୍ରପର ଗୋଟେ ସେଟଅପ୍ ଏକ୍ଜିବିସନ୍ ପାଇଁ ପ୍ରପର କାମ ବଡି ଅଫ୍ ୱାର୍କ ହୁଏନି। ତାପରେ ଆମେ ବର୍ଷ ତଳେ ସିଦ୍ଧାର୍ଥଙ୍କ ସହିତ କଥା ହେଲା, ମୁଁ କହିଲି ଯଦି ଆମେ ଏକ୍ଜିବିସନ୍ କରିବା ତାହେଲେ ତୁମେ ତାକୁ କ୍ୟୁରେଟ୍ କରିବ। ତ ସିଦ୍ଧାର୍ଥ ମୋତେ କହିଲେ ଭାଇ ଏଇ କାମଟା ରଖିବା ଏକ୍ଜିବିସନ୍ରେ ରଖିବା ପାଇଁ, ଆଣ୍ଡ ଅଲ୍ ଦ୍ୟାଟ୍ କନଭରସେସନ୍ ବିଲ୍ଡ ଅପ୍ ହେଲା। ତାପରେ ଆମେ ଏଇଠି ଯେତେବେଳେ ମୁଁ ଏଇଠି ୟୋ ଓଡ଼ିଶା ସହିତ କଥା ହେଲେ, ସେମାନେ ଗୋଟେ ନୂଆ ପରସେପସନ୍ ଦେଖିବାକୁ ଚାହିଁଥିଲେ, ଓଡ଼ିଶାରେ କିଛି ଗୋଟେ ଭଲ ଏକ୍ଜିବିସନ୍ ଆଣିବା ପାଇଁ ସେମାନେ ମୋତେ ସପୋର୍ଟ କରିବା ପାଇଁ ଭାବିଲେ। ଏଇ କନଭରସେସନ୍ରେ ଏଇ ଏକ୍ଜିବିସନ୍ ଆମେ ପ୍ଲାନ୍ କଲୁ, ଆଉ ସେଥିରେ ମାନେ ଏଇ ଯେଉଁ ଆର୍ଟ ୱାର୍କ ଗୁଡ଼ା ଦେଖୁଛନ୍ତି ସବୁ ଜାଗା ଯେମିତି ଗୁନ୍ଥି ହେଲା ଭଳିଆ ମାଡ଼ରେ ସବୁ ଯାକ ଏକାଠି ହୋଇଗଲେ, କାହିଁକିନା କିଛି କାମ 4 ବର୍ଷର ତଳ କାମ ମୁଁ ଫିନିଶ୍ କରିନଥିଲି, ଫିନିଶ୍ କଲି। ଆଉ ମୁଁ ଦେଖୁଛି ଏଇ ଏକ୍ଜିବିସନ୍ଟା ଯେଉଁ ଓଡ଼ିଶାରେ ହେଲା ଗୋଟେ ଇମ୍ପୋର୍ଟାଣ୍ଟ ମୋମେଣ୍ଟ, କାହିଁକିନା ଆମ ପ୍ରଦର୍ଶନୀ ସହିତ ଆମ ପ୍ରଦର୍ଶନୀର କେମିତି ଏକ୍ଜିବିସନ୍ କେମିତି ଡିଜାଇନ୍ କରାଯିବ, କେମିତି ତାକୁ ଟେକ୍ସଟ କରାଯିବ, କେମିତି ଏକ୍ଜିବିସନ୍ ମାଉଣ୍ଟ କରାଯିବ, ଆଉ ପବ୍ଲିକ ସହିତ ଯେଉଁ ଏନଗେଜମେଣ୍ଟ ହେବ, ଆଉ ଏକ୍ଜିବିସନ୍ ଭିତରେ ଯେଉଁ କମର୍ସିଆଲ ଏକ୍ଜିବିସନ୍ ହୁଏ ଗ୍ୟାଲେରୀରେ ଏଇଭଳିଆ ପ୍ରୋଗ୍ରାମ ହୁଏନି। ଏଥିରେ ବହୁତ ପେଡାଗୋଜି ଇଣ୍ଟରଭେନସନ୍ ଥିଲା, ଷ୍ଟୁଡେଣ୍ଟମାନଙ୍କ ଏନଗେଜମେଣ୍ଟ ଥିଲା, ସେଥିରେ ସମସ୍ତେ ସହଯୋଗ କଲେ। ପାଖାପାଖି 100 ଜଣଙ୍କ ଯୋଗଦାନ ଅଛି ରମାକାନ୍ତ ସମସ୍ତଙ୍କର, କାହିଁକିନା ଏଇଟା ମୋତେ ଲାଗିଲା ଯେ ଏଇଟା ଖାଲି ମୋର ଏକ୍ଜିବିସନ୍ ନୁହେଁ, ଏଇଟା ଆମମାନଙ୍କର ଏକ୍ଜିବିସନ୍। ସମସ୍ତେ କଣ୍ଟ୍ରିବ୍ୟୁଟ୍, କିଏ ଯାଉଛି ଲୋକଙ୍କୁ ଡାକିବା ପାଇଁ, ଏବେ ଜୟ ଏଇଠି ଅଛନ୍ତି, ସମସ୍ତେ ଲାଗୁଛନ୍ତି କିଏ କାହାକୁ ଇନଭାଇଟ୍ କରୁଛନ୍ତି ଦେଖିବା ପାଇଁ। ଆଉ ଏଇ ଏତିକି ଦିନ ଭିତରେ ପାଖାପାଖି 3000 ଲୋକ ଖଣ୍ଡେ ଏକ୍ଜିବିସନ୍ ଦେଖିଲେ, ଏଇଟା ବହୁତ ବଡ଼ ଇମ୍ପୋର୍ଟାଣ୍ଟ କଥା ଓଡ଼ିଶା ଇଏରେ। ସେଥିରେ ଏତେ ଅନନୋନ୍ ଲୋକ ଆସୁଛନ୍ତି, ଫାର୍ଷ୍ଟ ଟାଇମ୍ ଏକ୍ଜିବିସନ୍ ଦେଖୁଛନ୍ତି, କୋଶ୍ଚିନ୍ ପଚାରୁଛନ୍ତି। ତାପରେ ଏଇଟା ଗୋଟେ ମେମୋରେବଲ୍ ଡେଫିନେଟଲି ରହିବ। ଆଉ ମୁଁ ଜାଣିନି କେମିତି ସବୁ ଜିନିଷ, କାହିଁକିନା ଯେ ଏଇ ଯେଉଁ ଫଟୋଗ୍ରାଫ ବି କରିଥିଲି 3-4 ବର୍ଷ ତଳ ଫଟୋଗ୍ରାଫ, ସେ କାମଟା ମୋତେ ଯେତେବେଳେ ଏକ୍ଜିବିସନ୍ ଏଠି କରିବା ପାଇଁ ଗୁଡ଼ାଏ ଫଟୋଗ୍ରାଫ ମିନିଂଫୁଲ୍ ହେଇଗଲା। ସେଇ ଏକ୍ଜିବିସନ୍କୁ ଆଣିବା ପାଇଁ ଯେଉଁ ଓଡ଼ିଶୀ ଡ୍ୟାନ୍ସର ଫଟୋଗ୍ରାଫ୍ସ ହଉ, କି ଏମିତି ନବଭୋଜରୁ ଇନ୍ସପିରେସନ୍ ନେଇକି ଏ କାମ ହଉ, कि आम जो ओडिशार लैंड कथा होचे कि लैंडस्केप कथा होचे गार्डनर कथा होचे कृषक विषय कथा होचे विभिन्न लैंडस्केप गोटे मीनिंगफुल हेला से कॉन्टेस्ट रे नो अंक जो भी कथा इतिहास भी आसले टाइम भी आसले सब जिंस केमती ऑल कैन कम टुगेदर एंड क्रिएट ए रियली गुड स्टोरी बाकी तो ईयर मैंने आछन सेटा कहिबे थैंक यू सो मच आप दी जन बारंबार माइक धरवार अभ्यस्त नथिबा मत अन्य माने सब सजाइया पे चाहछंती और सेति पे भी धन्यवाद जे चित्र विषय रे कथावार्ता हेई जदि चित्र देखि कि ता विषय रे कथावार्ता हबार अछि ताले बहिर काहे टिकेट न पड़िबा गोटे चित्र को बुझिबा पई जहा गोटे चमत्कार आलेख्य हिसाब रे चित्र चरित्र चित्रायन रे रमाकांत सामंतराय लिखिछंती तो आपण माने जहा को स्क्रीन रे देखुचंती से होची जगन्नाथ पन्नाकर 2006 मसिया रे गोटे विख्यात चित्र तार नाम अछि द गोल्डन डियर एवं या विषय रे जो आलेख्य लिखा है मुझे गोटे आपण मानक पाखे पढ़ी एवं तापर आम आ किछि कथाबार्ता हेबा जगन्नाथ पन्नाकर चित्र भास्कर्य प्रच्छन्न भाव में जन्मस्थान ओडिशा नुआ दिल्ली और द्रुत शहरीकरण चली गुरुग्राम सह संपृक्त जगन्नाथ काम मुख्यतः विस्थापन विच्छिन्नता बोधर उद्वेग देखा मानव प्रगति प्रकृति मनीष और पशुर संघात परिदृश्य हुए आम सामग्रिक काम को निरीक्षण कले देखिपर
2005 ଜଗନ୍ନାଥଙ୍କ ଗୁଡ଼ଗାଁও ଆସିବା ପରର କାମ ଗୁଡ଼ଗାଁও ଆସିବା ପୂର୍ବର କାମ ଠାରୁ ଢେର ଅଲଗା। ଗଢ଼ାଯାଉଥିବା ଏକ ସହର ତାଙ୍କ କଳାକର୍ମର ମୁଖ୍ୟ ବିଷୟବସ୍ତୁ ଭାବରେ ବେଶ ଗଲା କିଛି ବର୍ଷ ହେଲା ରହିଆସିଛି। କ୍ୟାନଭାସ ଉପରେ ଦର୍ଶକ ସହ ଆଖି ମିଳେଇ ରହିଛନ୍ତି ଗୃହପାଳିତ ଓ ହିଂସ୍ର ପଶୁପକ୍ଷୀ। ଆକାଶ ଛୁଆଁ ଅଟ୍ଟାଳିକାରେ ଆମ୍ବୁଳ ଚୂଳ ଲାଗିଥିବା କାଚ, ଘର ପରେ ଘରର କଂକ୍ରିଟ ଜଙ୍ଗଲ, ଅଧା ତିଆରି ଘର, ଧୂସର ପାଂଶୁଳ ଆକାଶ, ଦିଗନ୍ତ ପ୍ରସାରୀ ଭୂଦୃଶ୍ୟ ଭିତରେ ପ୍ରାଗ ଐତିହାସିକ ସରୀସୃପ ପରି ଦିଗ୍ବଳ ତଳେ ଛିଡ଼ା ନୂଆ ସହରରୁ ସବୁଜ ପ୍ରାନ୍ତର ପର୍ଯ୍ୟନ୍ତ ଲମ୍ବି ଆସିଥିବା ସ୍ୱେରେଜ ପାଇପ୍, ଆବର୍ଜନା, ଯନ୍ତ୍ରଦାନବର ଜେସିବିର ଦନ୍ତୁରିତ ଆଣ। ଜଗନ୍ନାଥ ତାଙ୍କର ଅନେକ ଛବିରେ ମାଟି ଆକାଶର ମଧ୍ୟବର୍ତ୍ତୀ ସ୍ଥାନକୁ ପୃଷ୍ଠଭୂମି ଭାବେ ଚୟନ କରିଛନ୍ତି। ତ୍ରିଶଙ୍କୁର ଏହି ମଧ୍ୟସ୍ୱର୍ଗରେ ଯେମିତି ଅନେକ ଘଟଣା ଦୁର୍ଘଟଣା ସଂଘଟିତ ହେଉଛି। ଆକାଶ ଆଉ ମାଟି ମଝିରେ ଝୁଲି ରହିଥିବା ଅନେକ ସାଧାରଣ ଜୀବ ଓ ବସ୍ତୁମାନଙ୍କୁ ଆମେ ବାର ବାର ଆମ ଆଖପାଖରେ ଦେଖିଛେ, କିନ୍ତୁ ଜଗନ୍ନାଥ ଯେଉଁପରି ଦେଖେଇଛନ୍ତି ସେ ଦୃଷ୍ଟିରୁ ହୁଏତ କେବେ ଆଗରୁ ଦେଖିନଥିଲେ। ଗୋଲ୍ଡେନ ଡିଅର ଛବିରେ ଅଛି ଖଣ୍ଡ ଖଣ୍ଡ ହୋଇ ବଣ୍ଟା ସରିଥିବା କୌଣସି ଏକ ସହରର ନିକଟବର୍ତ୍ତୀ ପ୍ରାନ୍ତର, ଆଉ ତା ଭିତରେ କୁଦା ମାରି ଧାଇଁ ଯାଉଥିବା ସୁନାର ହରିଣ। ଆଖପାଖରେ ପୁଣି ପୃଥିବୀ ବିଖ୍ୟାତ ସ୍ଥପତି ବ୍ରାଙ୍କୁସିଙ୍କର କିଛି ଏଣ୍ଡଲେସ୍ କଲମର ସମାଯୋଜନ। ଗୋଲ୍ଡେନ ଡିଅର ହିଁ ରାମାୟଣ ବର୍ଣ୍ଣିତ ମାୟା ମିଳିତ ନଗର ଜୀବନର କେବେ ପୁରା ହେଉନଥିବା ସୁନେରୀ ସ୍ୱପ୍ନ। ସେ ଏଣ୍ଡଲେସ୍ କଲମ୍ସ ବୁଝଉଛି ଆସନ୍ତା ସମୟର ସହର ସେ ସବୁଜ ପ୍ରାନ୍ତର ଆକାଶ ଆଡ଼କୁ ଓ ମାୟା ମିଳିଗର ଧାଇବାକୁ ଅନୁଧାବନ କରି ଦିଗ୍ବଳ ଆଡ଼କୁ ଆହୁରି ବଢ଼ିବ। ଇଟ୍ସ ଏ ଏକ୍ସପାନ୍ସିଭ୍ ଉପରକୁ ବି ବଢ଼ିବାର ସମ୍ଭାବନା ଅଛି, ହରାଇଜଣ୍ଟାଲି ବି ବଢ଼ିବାର ସମ୍ଭାବନା ଅଛି, ମୁଭମେଣ୍ଟ ଅଛି। ଆପଣ ତା ପର ଚିତ୍ର ଇନ୍ ଦ ଡାର୍କ ପ୍ୟାସେଜ, ତା ପଛକୁ ଯାଆନ୍ତୁ। ଇନ୍ ଦ ଡାର୍କ ପ୍ୟାସେଜ ତା ପୂର୍ବରେ ଅଛି। 2006 ମସିହାରେ ଜଗନ୍ନାଥଙ୍କ ଦ୍ୱାରା ଅଙ୍କିତ ଇନ୍ ଦ ଡାର୍କ ପ୍ୟାସେଜ ଛବିର ଦର୍ଶକ ଏକ ନିର୍ଦ୍ଦିଷ୍ଟ ଓ ନିରାପଦ ଦୂରତାରେ ଠିଆ ହେଇ ତା ଆଡ଼କୁ ମାଡ଼ି ଆସୁଥିବା ସହରକୁ ଯେମିତି ଚାକ୍ଷୁଷ କରୁଛି। ଭବିଷ୍ୟତର ଅନ୍ଧଗଳି ଭିତରୁ ବର୍ତ୍ତମାନ କିୟଦଂଶ ଦିଶି ଯାଉଛି ହଠାତ୍, ଠିକ୍ ଗୋଟେ ଦୂରବୀଣରୁ ଦେଖୁଥିବା ଏକ ନିର୍ଦ୍ଦିଷ୍ଟ ଦୃଶ୍ୟପଟ ପରି। ଛବିରେ ବର୍ଣ୍ଣିତ ଅଛି ଏକ ବୃହଦାକାର ପାଣି ପାଇପର ଅନ୍ଧାର ଭିତରେ ବାଟ ଚାଲୁଥିବା ଛେଳି। ଏ ଛେଳି କ'ଣ ମିଲେନିୟମ ସିଟିର ନିର୍ମାଣରେ ନିଜକୁ ନିୟୋଜିତ କରୁଥିବା ନିର୍ମାଣ ଶ୍ରମିକ, ନା ଗୁରୁଗ୍ରାମର ମୂକ ଗାଉଁଲି ମଣିଷ? ଏ କ'ଣ ବାଘ ଆଉ ଫାଗ ଚରିତ୍ର ଥିବା ବହୁକଥିତ ଲୋକ କାହାଣୀର ଭୟାତୁର ଭାଗ? ଏ ରାସ୍ତା ପ୍ରକୃତରେ ଅନ୍ଧାରରୁ ଆଲୋକ ଆଡ଼କୁ ନା ଆଲୋକରୁ ଅନ୍ଧାର ଆଡ଼କୁ? ଆମମାନଙ୍କୁ ଆଧୁନିକ ସଭ୍ୟତା ଯେଉଁ ସ୍ୱପ୍ନ ଦେଖେଇ ଆତ୍ମନିର୍ବାସନ ସହ ଦେଶାନ୍ତରୀ କରିଛି, ସେ କ'ଣ ଏକ ଅନ୍ଧାରୀ ଅମୁହା ସୁଡ଼ଙ୍ଗ, ନା ସୁଡ଼ଙ୍ଗର ଶେଷରେ ସୂର୍ଯ୍ୟୋଦୟର ସମ୍ଭାବନା ଟିକକ ତଥାପି ବଞ୍ଚିଛି ନା ନାହିଁ ତାହାର ଆକୁଳ ଅନୁସନ୍ଧାନ? ଜଗନ୍ନାଥର ଅନେକ ବଡ଼ ଚିତ୍ର ଓ ସାନ ଡ୍ରଇଂରେ ଛେଳିମାନଙ୍କୁ ଆମେ ଦେଖିବାକୁ ପାଇବା। ଛେଳି ଗ୍ରାମ୍ୟ ଜୀବନର ମେଟାଫୋର, ସହରୀ ପରିବେଶରେ ନିଜ ଏକଲାପଣକୁ ବଖାଣୁଥିବା ନିରବ ପ୍ରବାସୀ। ବ୍ରୋକେଡ୍ ପରିହିତ ଛେଳି ନଗର ଜୀବନ ଭିତରେ ଅଦୃଶ୍ୟ ହେଇଯାଉଥିବା ମଣିଷର ପ୍ରତୀକ। ଏ ହେଉଛି ବହିର ଟେକ୍ସଟ, ଆଉ ଏଇ ଯେଉଁ ଚିତ୍ର ଆପଣମାନେ ଦେଖିଲେ ସେସବୁ ଚିତ୍ର ବି ବହିର ଟେକ୍ସଟ ସହିତ ସଂଯୋଜିତ ହେଇଛି। ତେଣୁ ଆପଣମାନେ ବହିକୁ ଦେଖିବା ସହିତ ତାର ଚିତ୍ରକୁ ଦେଖିବା ଏବଂ ତାର ଚିତ୍ରର ଭାଷାକୁ ଅନ୍ତର୍ନିହିତ ସ୍ତର ପରେ ସ୍ତର ଲୁକାୟିତ ଥିବା ଲିଟରେଚରକୁ ବି ବୁଝିବାରେ ଟିକେ ସକ୍ଷମ ହେବେ ବୋଲି ଅନ୍ତତଃ ଆଶା କରିବା। ତ ମୋର ଆପରେ ରମାକାନ୍ତ ଭାଇକି ଆଉ ଗୋଟେ ପ୍ରଶ୍ନ, ଯେ ଆପଣ ଯେତେବେଳେ ଏହି ସବୁ ଚିତ୍ର ବିଷୟରେ ଲେଖୁଛନ୍ତି, ଦିସ୍ ଇଜ ଦ ମୋଷ୍ଟ କ୍ରିଟିକାଲ ପାର୍ଟ ଅଫ ଅଣ୍ଡରଷ୍ଟାଣ୍ଡିଂ ଏ ଆର୍ଟ, ଯେତେବେଳେ ଆପଣ ଗୋଟେ ଛବିକି ଦେଖିଛନ୍ତି ଅନେକ ବର୍ଷ ତଳେ, ଲେଖିବା ପାଇଁକି ଆଉ ଥରେ ସେ ଛବିକି ଦେଖୁଛନ୍ତି ଏବଂ ତାକୁ ଦର୍ଶକଙ୍କ ପାଖରେ ବା ପାଠକ ପାଖରେ ଆଉ ଥରେ ନିଜର ଅବବୋଧ ସହିତ ପରିଚିତ କରାଇବା ପାଇଁ ଚାହୁଁଛନ୍ତି, ସେତେବେଳେ ଆପଣଙ୍କୁ କେବେ ଲାଗିଛି କି ଯେ ଯାହା ମୁଁ ବୁଝିଛି ତା ବୁଝିବା ବାହାରେ ବି ଆଉ ଅନେକ କଥା ଅଛି ଯାହା ମୁଁ ବୁଝେଇ ପାରୁନି? ସେ ବିଷୟରେ ଆପଣ କେତେ ବେଶୀ ସଫଳ ନା ସନ୍ଦିଗ୍ଧ? ଜଗନ୍ନାଥ ଭାଇଙ୍କ ଛବି ମତେ ଗୋଟେ ତାଙ୍କର ଡ୍ରଇଂ ଗୁଡ଼ାକ ଗୋଟେ ମତେ ସର୍ଟ ଷ୍ଟୋରି ଗପ ଭଳିଆ ଲାଗନ୍ତି, ଆଉ ତାଙ୍କ ବଡ଼ ଛବି ଗୁଡ଼ା ଉପନ୍ୟାସ ଭଳି ଲାଗନ୍ତି। କାହିଁକିନା ଉପନ୍ୟାସର ଯେଉଁ ବ୍ୟକ୍ତି, ଯେଉଁ ଚରିତ୍ର, ଯେଉଁ ଘଟଣା ଏତେ ମାତ୍ରାରେ ଥାଏ ଏବଂ ତାଙ୍କ ଛବି ଭିତରେ ସେଇଗୁଡ଼ାକ ଏତେ ମାତ୍ରାରେ ଥାଏ, ଆଉ ଏତେ ଭାବରେ ଗୋଟେ ସେ କାହାଣୀ ଏତେ ସୁନ୍ଦର ଭାବରେ କହିପାରନ୍ତି, ସେଇଗୁଡ଼ାକ ଥରେ ଦେଖିଲେ ସେତେ ବୁଝି ହେବ ନାହିଁ।
आपण को गोटे भल क्लासिक गप कि उपन्यास बारंबार पढ़ा पड़े जिते थर पढ़े से नुआ कथा नुआ घटना नुआ पागरे देखिए आविष्कार कर नुआ कथा छवि एक्जाक्टली से ही जदि उपस्थित मैंने देखिए ये जो छवि पाखे अच्छे आमर एटा दूर को गोटे देखा जाउथिबो आपण पुणी ताको गले पाखो को गले पाखे आउर छोट 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 गुड़े घटना थिबो गुड़े चरित्र थिबो पुणी दूर को पड़े आसिले से जो द डिस्टेंस बिटवीन द व्यूअर्स एंड द आर्ट से जो गोटे गैप थाए सेटा सब बेले जगन्नाथ भाई को छवि रे एक्टिव थाए से जो स्पेस ता आपण बारंबार पाखो जिवे पुणी पछो को आसीबे पुणी पाखो को जिवे पछो को आसिले गोटे घटना देखि गोटे कथा देखिबे पुणी पाखो गले आ गोटे कथा देखिबे এই जो घटना घटी चली थाए सेटा मु जत 10 वर्ष तक बहिटा सारी दी थांदी एई भाबरे मु छवि बुझी पार न थांदी कि एई भलिया लिखि न थांदी ताको मु पूर्व भी कहथिले ताको जीवनी जत बेले मु जानली ताको छवि की बेसी बुझी पारली एवं से प्रथम उत्तर पचार मते जो एई जो लेखाला जीवनी प्रकृति से ग्रो करबे माने आउरी आगो को जिबे ताको जीवन आउरी लंबा अछि आउरी छवि आकिबे तेणु एटा गोटे ताको जीवन गोटे समय खंडटा को मु लिखिछि एवं मु से बहिरे लिखिछि जे मु जेति की जानि छि लिखिछि जेति की बुझि छि लिखिछि जेति की संग्रह करे लिखिछि किंतु मोर आशा एबेटा केबे से ताको आत्मजीवनी लिखिबे जो तरे की आउर बहुत कथा लिखिबे कथा में पढिबा तेणु प्रथम क्वेश्चन जो कहते मु छविटा के जेतबेले एई प्रोसेस रे बही लिखिला प्रोसेस आउथरे देखिली मु छवि के आउरी भल भारे बुझी पारली एवं जहा बुझिली मु सेइटा की बुझिया चेष्टा करछि माने एटा सत कथा जे ओडिया भाषा रे हम चित्र चर्चा बहुत कम करू जो कथा रे इंग्रजी लिखिया को सहज होय केन हमर गुडे शब्द अछि जोटा को ओडिया रे हम तयारी करनी किबा जानि ना से शब्दर असुविधा हुए बहुत समय टर्मिनोलॉजी गुडा को बहुत समय मु से गुडा को डायरेक्टली लिखि दी सीधा सीधा लिखि केना ताको ट्रांसलेशन कले से एते अछि ट्रांसलेशन गोटे हबो कि एते शब्दटा हबो जे जेमिति हम मोबाइल फोन को जेमिति दूरभाष घुरा घुरा फोन सब कहउचंती सेमिति उटा कोन हेइ जिवो तेनु जेतो चेष्टा करछि से शब्द रखिबा पय तापरे से जो छविटा को लिखिला बेलू मते निश्चय कष्ट होइछि से जो चैप्टर सेकंड चैप्टर छवि विषय लिखिछि मते ଟିକେ कष्ट होइछि लिखिबा पय किंतु ताको पूरा छविटा को देखिली ताको सब प्रोसेस देखिली तो लिंक बाहर आपण के पूरा जण देखुछन आर्टिस्ट रेट्रोस्पेक्टिव जे कुआ जे पूरा देखा जाए सेमति मु पूरा छवि देखिली प्रोसेस देखिली ताको जीवन देखिली मते किछि कि सुविधा हला लिखिबा पे केना मु लिंक सब क्रिएट कर देली मते मिलिला लिंक गुडे मिलिला बहुत धन्यवाद जगन्नाथ भाई मोर छोटिया प्रश्न एवं तापर स्वाधीन भाई सेही प्रश्न गोटे एक्सटेंशन रीडिंग करिवे आमे आगु कथा हेतिलु जे आपण जेतबे जापान जाउछन जापान रे गोटे निर्दिष्ट छोट घरे छोट सफा सुतरा घरे समयानुवर्ती काम करिबा एवं सेठी आपण जो प्रकार काम करिसंती परवर्ती समय से प्रकार आप जो जो जगह रही से सब जगह आप काम भर कौट ना कौट आसी पड़े कि भर गोटे निजर आप गोटे छाप अच्छी तो जो जापान रे रहिला बेले से जो अनुभूति आपनकर मिनिमलिस्ट हेकि चलेबा ता प्रकृति आपको छवि के जीवन को केते प्रभावित करछि कारण आमे देखिथिबा प्राय सबठारु सादा सीधा दिसुथिबा अथच निदा चित्र सेठी आपन तेणु ए प्रश्नर टिके क्लारिफिकेशन कर देबी भलै कलाकार मैंने सीधा साधा नुहति देखा जाती सेमती किंतु नहीं जापान निश्चित भाव इम्पोर्टेंट रोल नहीं मो लाइफ रे किंतु एई साइ जे एरा गोटे प्रथम कंट्री मु देश छाड़ी कर गली आउ मु बहुत लकी जे फर्स्ट टाइम मु जापान गली बेले गुडाई जिनस क्लारिटी गोटे एशियन कंट्री भावुँ जे गला मुझे तो युवा आम देश भी पार आम जो
केओस भितर किसी पॉसिबिलिटी देखुचे से सुविधा मजा नहीं हुए मते जने कहते जे भाई तमे इंडिया और जापान रो माने जो खाद्य खाइबा भितर कोन डिफरेंस आमे खाइबाटा को तैयारी कर आमे मिसी मासी सब जिंस वी क्रिएट समथिंग जापान रे एग्जैक्टली जो खाइबाटा तार क्वालिटी को एनहांस कर जो जिनसटा हेते पड़े एग्जैक्टली सही जिनस रो टेस्ट को एनहांस कर किंतु जापान रे रहिबा द्वारा कोन होला ना एक तो गोटे जापान मोका गोटे विंडो थिला एशियन कल्चर को देखिया पाए आ गोटे होसी वेस्टर्न वर्ल्ड को देखिया पाए कहना जाईकरी जापान गला पे बहुत जापानीज आर्टिस्ट मान सहित मिसिकी ताक सहित कोलैबोरेशन प्रोजेक्ट करी काम करी आ गोटे इंपोर्टेंट थिला जे जापानीज म्यूजियम सब बहुत जापान रो कल्चर ताका शिंटो कल्चर ताकर जो क्राफ्ट ट्रेडिशन ताकर ऑर्गेनाइज्ड लाइफ कहना मते जीवा पूर्व मते गोटे बड़ पोथी मिलते जे केमी तुम बिहेव करियो जापान रे हाउ यू वांट टू लिव लाइक दैट ये नो सर्टेन ये रे सेति भाई मते मते जापान रो ट्रैवलिंग करवा द्वारा जो विभिन्न एक्सपीरियंस मिलला डिफरेंट म्यूजियम रो सेटा मो पर बहुत छाप पकैता आ गोटे इंपोर्टेंट जिंस होची बरोदा छाड़ला पर दिल्ली आसली दिल्ली रे जागा नथिला सेदर मु भाबिली जे जागा जे ना दे पाकिस्तान रो घरे हम रहउतलो सेदर गोटे छोटे छोटे ड्राइंग पेंटिंग को मु इंपोर्टेंट होची बरोदा आरंभ करले पेंटिंग किंतु सेटा को मु इंपोर्टेंट दे कि गुडाई काम करबा आरंभ कर सेट भी कोलाज रो इंपोर्टेंट रोल है सेदर पेपर हो मैचस्टिक हो कि मैप हो कोन चीज जिंस ने कि एकाडी लगेबा मैप को एकाडी करबा सेदर वाटर कलर ए सब करबा किंतु सेटा किछि म इंपोर्टेंट दोन मु माने भाबुते जे मु स्कल्पचर पढिछि एवडा किछि बोधे प्लेफुली करूछि कि हम मूल्य किछि ना जापान जीवा परे कोन होला गोटे एग्जीबिशन म्यूजियम बुलु बुलु देखि एग्जैक्टली मोर बढिया काम सेठी गोटे लागिछि एग्जैक्टली सेही बढिया कला अछि से बढिया लागे सेटा गोटे कॉन्फिडेंस मते देला गोटे माने गोटे वैल्यू देला जे तुमे जहा करूछ जहा का प्रैक्टिस करूछ दैट्स गोटे सस्टेन फ्यूचर अछि गोटे एंगेजमेंट अछि तो ऑब्वियसली उनकावर जने आर्टिस्ट इंपोर्टेंट आर्टिस्ट मो काई बहुत इंपोर्टेंट इज मिनिमलिस्टिक कॉन्सेप्चुअल आर्टिस्ट ले जापानीज आर्टिस्ट अमेरिकन वन ना गोटे बड़ एग्जीबिशन देखली जापान रेट्रोस्पेक्टिव एग्जीबिशन जोटा टाइम ऊपर बोलले अगेन हमें भी टाइम विषय कथा होछि सेवडा कोड ना कोडी सेटा सब सबकॉन्शियसली कैरी करी ताको टाइम टू टाइम रिफ्लेक्ट होती जापान आसला परे जो काम करछि सेतबेले हमरो ओडिसा रे हेतिला साइक्लोन जापान को आसिया परे किछि बर दिन परे जो साइक्लोन हला मु जापान रो जो गार्डन अछि गार्डन रो अछि जो गार्डन रो वर्ल्ड देखु जति सेही टाइम रो गोटे गार्डन रो वर्क करते दे गार्डन तो जापानीज गार्डन आ ओडिसा रो जो सेही टाइम रो जो सिचुएशन घटितला के डेवस्टेशन हे जेतला ताको गोटे कंट्रास्ट स्पेस रे बहुत काम करथि आई थिंक के परंतु बहुत मिनिमलिस्ट वर्क ऊपर मते इंटरेस्ट होला आ एग्जैक्टली इंफॉर्मेशन मटेरियल आइडियाज केमिति कन्वर्सेशन करिवे गोटे नवा रियलिटी बनेबे से गोटे जणा गोटे बिल्डिंग धन्यवाद जग भाई प्रकृति जो बहिटार तीन अंश अच्छी प्रथमटा जीवनी द्वितीयटा सृजनी कला विषय आलोचना तृतीयटी कथबार्ता साक्षात्कार यहाँ गोटे दृश्य जग भाई कला भाई मैंने आप तीनटा जगह तीनटा जगह देखा पाइले जीवन में अनेक कथबार्ता शुणा पढ़ा पाइबे से कला विषय किसी आलोचना अच्छी बाकी दुईटी अध्याय विषय से कथा कहुपे तेणुक जदिव मु बर्तमान प्रथम अध्याय जोटा जीवन से किसी अंश पढ़ी जोटा जापान प्रवास विषय गोटे फेलोशिप पाई किंतु यहाँ काम विषय जगन्नाथ फुकुओका यूनिवर्सिटी ऑफ एजुकेशन पाखे रहुता आबे मामून सह मिसी किसी गोटे बड़ काम योजना कर दुहे सबुदिन घंटा घंटा बसी कथा होती
ଦୁହେଁ ଦୁହିଁଙ୍କ ଭିତରେ ନିଜର ଆଇଡିଆ ଓ ସ୍କେଚ୍ ଅଦଳ ବଦଳ ବି କରୁଥାନ୍ତି। କଥା ହେଲା ଦୁହେଁ ମିଳିମିଶି କୋଲାବୋରେସନରେ କିଛି କାମ କରିବେ। ଧୀରେ ଧୀରେ କାମର ରୂପରେଖ ପ୍ରସ୍ତୁତ ହେଉଥାଏ। ସେସବୁ ନିଷ୍ପତ୍ତି ହେଲା ମିଳିତ କାମର ନାମ ରହିବ ଦି ସ୍ପିରିଟ୍ ଅଫ୍ ଗ୍ରାଉଣ୍ଡ। ଫୁକୁଓକା ୟୁନିଭର୍ସିଟି କ୍ୟାମ୍ପସକୁ ଲାଗି ଏକ ବଡ଼ ବାଉଁଶ ବଣ ଥାଏ। ଜଗନ୍ନାଥ ସେଇ ବାଉଁଶ ବଣକୁ ଅନେଇ ସବୁବେଳେ ଭାବୁଥାନ୍ତି ଏଇ ବାଉଁଶ କିଣି କିଛି ତିଆରି କରିବାକୁ ହେବ। ଅସଲ କଥା ହେଲା ଓଡ଼ିଶାର ପାଣି ପବନରେ ବଢ଼ିଥିବା ଜଗନ୍ନାଥଙ୍କୁ ବାଉଁଶ ବଣ ବଡ଼ ନିଜର ଲାଗୁଥାଏ। ବାଉଁଶ ବୁଦା ସାଙ୍ଗରେ ସେ ବିଦେଶ ମାଟିରେ ନିଜ ମାଟି ସହ ସମ୍ପର୍କର ସୂତାକ୍ଷକୁ ଯୋଡୁଥାନ୍ତି। ଶେଷରେ କାମ ଆରମ୍ଭ ହେଲା। ଅନୁମତି ନେଇ ଜଗନ୍ନାଥ ବାଉଁଶ ବଣରୁ ବାଉଁଶ କାଟିଲେ ଓ ବିଶାଳ ଏକ ଇଗ୍ଲୁ ତିଆରି କଲେ। ପ୍ରାୟ 20 ଫୁଟ ବ୍ୟାସରେ 10 ଫୁଟ ଉଚ୍ଚତାର ଇଗ୍ଲୁ। ଏସ୍କିମୋ ମାନଙ୍କ ବରଫ ତିଆରି ଇଗ୍ଲୁର ଆକାରକୁ ଅନୁସରଣ କରି କାମ ଆରମ୍ଭ ହେଲା। ଜାପାନରେ ଶୀତଦିନ ଆରମ୍ଭ ହୋଇସାରିଥାଏ। ବାଉଁଶ ସାଙ୍ଗରେ ବାଉଁଶ ଯୋଡ଼ି ଯୋଖି ବାନ୍ଧିଲା ବେଳକୁ ହାତ କାଲୁଆ ମାରିଯାଉଥାଏ। ଅବଶ୍ୟ ୟୁନିଭର୍ସିଟିରେ 4 ଜଣ ପିଲା ଆସି ସହଯୋଗ କରୁଥାନ୍ତି। ଆଖପାଖରେ ବେଶ ଲମ୍ବ ଲମ୍ବ ଘାସ ବି ବଢ଼ିଥାଏ। ଶୀତ ପଡ଼ିବାରୁ ସେ ଘାସ ସବୁ ଶୁଖି ଶୁଖି ଆସୁଥାନ୍ତି। ଜଗନ୍ନାଥ ତାଙ୍କୁ ସହଯୋଗ କରୁଥିବା ପିଲା ସେଇ ଘାସକୁ ଆଣି ବାଉଁଶରେ ତିଆରି ଇଗ୍ଲୁ ଉପରେ ଛାଞ୍ଚ କରି ଛାଉଣି କଲେ। ଯେମିତି ଆମର ଏଠି ପାରମ୍ପରିକ ଘରମାନଙ୍କୁ ନଡ଼ା ଛପର କରାଯାଏ, ଠିକ୍ ସେମିତି। ଇଗ୍ଲୁର ସବା ଉପରେ ଛୋଟିଆ ଛିଦ୍ର ଗୋଟେ ରହିଲା। ମଥାନ ଉପରେ ଥିବା ଛିଦ୍ର ଦେଇ ଠିକ୍ ଇଗ୍ଲୁର ତାଳୁରୁ ଧାରେ ଆଲୋକ ଆସି ଭିତରର ଅନ୍ଧାରିଆ ପରିବେଶ ଭିତରେ ଅରାୟ ସ୍ଥାନକୁ ଆଲୋକିତ କରୁଥାଏ। ଜଗନ୍ନାଥ ଠିକ୍ ସେହି ଆଲୋକ ଛିଞ୍ଚାଡ଼ି ହୋଇ ପଡ଼ୁଥିବା ସ୍ଥାନରେ ତିଆରି କଲେ ମାଉଣ୍ଟ ଫୁଜି। ଜାପାନର ଧର୍ମୀୟ ଧାରଣାରେ ମାଉଣ୍ଟ ଫୁଜିର ସ୍ଥାନ ବହୁତ ଉଚ୍ଚରେ। ଜାପାନୀ ଶିଳ୍ପୀ ହୋକୁସାଇଙ୍କର ଗ୍ରେଟ୍ ୱେଭ୍ ପ୍ରିଣ୍ଟରେ ବରଫ ଆଚ୍ଛାଦିତ ମାଉଣ୍ଟ ଫୁଜିର ଛବି ରହିଛି। ଜାପାନୀ ମାନଙ୍କର ପବିତ୍ର ପର୍ବତ ଫୁଜି, ତାଙ୍କ ପାଇଁ ପର୍ବତ ଫୁଜି ସୌନ୍ଦର୍ଯ୍ୟ ପ୍ରତୀକ ମଧ୍ୟ। ଜଗନ୍ନାଥ ଯୋଜନା କରି ବି ମାଉଣ୍ଟ ଫୁଜି ବୁଲିବାକୁ ଯାଇପାରିନଥାନ୍ତି। ମାଟିରେ ଛୋଟିଆ ଫୁଜି ପାହାଡ଼ ତିଆରି କଲାବେଳେ ଜଗନ୍ନାଥ ତା ଭିତରେ ଶୁଖିଲା ଘାସ ଭର୍ତ୍ତି କରିଥାନ୍ତି। ବିକେ କଲେଜରେ ପଢୁଥିବା ବେଳେ ତାଙ୍କ ଶିକ୍ଷକ ଦେବରାଜ ସାହୁ ଯେମିତି ଟେରାକୋଟା ଭାଟି ତିଆରି କରନ୍ତି, ସେହି କୌଶଳକୁ ମନେ ପକାଇ ଜଗନ୍ନାଥ ମାଟି ପାହାଡ଼ ତିଆରି କରିଥାନ୍ତି। ତାପରେ ପାହାଡ଼ ଭିତରେ ଥିବା ଘାସରେ ଅଗ୍ନି ସଂଯୋଗ କଲା ପରେ ସେଥିରୁ ଧୂଆଁ ବାହାରି ଇଗ୍ଲୁ ଭିତରେ ବୁଲି ବୁଲି ସବା ଉପରେ ଥିବା ଛୋଟିଆ କଣାରେ ଆକାଶ ଆଡ଼କୁ କୁଣ୍ଡୁଳି କାଟି ଉଠିବାକୁ ଲାଗିଲା। ଦର୍ଶକମାନେ ପରମ କୌତୁହଳ ସହ ଇଗ୍ଲୁର ଛୋଟିଆ ଦ୍ୱାରରେ ନଈ ନଈ ପଶୁଥିଲେ ଓ ମାଟି ତିଆରି ମାଉଣ୍ଟ ଫୁଜି ପାଖରେ ଘଡ଼ିଏ ବସୁଥିଲେ। ଭିତରର ଘାସ ପୋଡ଼ିଗଲା ପରେ ସେ ମାଟି ତିଆରି କୁନି ଫୁଜି ପାହାଡ଼ ଫମ୍ପା ହୋଇ ଗୋଟେ ବିହୁକା ପରି ଠିଆ ହୋଇଥାଏ। ଓଡ଼ିଆ ଘର ଯେମିତି ଲିପାପୋଛା ହୋଇଥାଏ, ଠିକ୍ ସେମିତି ଜଗନ୍ନାଥ ସେ ପାହାଡ଼ ଚାରିପାଖ ସ୍ଥାନକୁ ହାତରେ ପରିଷ୍କାର କରି ଲିପି ପୋଛି ସଫାସୁତୁରା କରି ରଖିଥାନ୍ତି। ଇଗ୍ଲୁ ସାଙ୍ଗରେ ଜଗନ୍ନାଥ ବାଉଁଶ ବ୍ୟବହାର କରି ପାଖରେ ଶିବଲିଙ୍ଗାକୃତିର କିଛି ଭାସ୍କର୍ଯ୍ୟ ବି ତିଆରି କରିଥିଲେ। ତା ସାଙ୍ଗରେ ଜେସିବି ଡାକି ଗୋଟେ ଖାଇ ବି ଖୋଳାଇଥିଲେ, ଗୋଟେ ଖାଲ ବି ଖୋଳାଇଥିଲେ। ତା ସାଙ୍ଗରେ ଜେସିବି ଡାକି ଗୋଟେ ଖାଲ ବି ଖୋଳାଇଥିଲେ। ଜଗନ୍ନାଥଙ୍କ କାମ ସାଙ୍ଗରେ ଆଗ ମାମରୁ ସେମିତି ଲମ୍ବା ଧାଡ଼ିରେ ବହୁତ ଗୁଡ଼େ ବାଉଁଶ ପୋତି ଚାଲିଲେ। ଦୁଇ ଶିଳ୍ପୀଙ୍କର କାମ ଏବେ ମିଳିମିଶି ଏକାକାର ରହିଗଲା। ପ୍ରାୟ 20,000 ସ୍କୋୟାର ଫୁଟ ପରିମିତ ସ୍ଥାନ ଭିତରେ ଦୁହେଁ କାମ କରିଥାନ୍ତି। କ'ଣ କାମ କଲେ, କେମିତି କଲେ ଓ କାମ ପଛର ଧାରଣା କ'ଣ, କେଉଁ ପ୍ରକ୍ରିୟାରେ ଏଇଠି ପହଞ୍ଚିଲେ ଆଦି କଥାକୁ ଓ କିଛି ପ୍ରାରମ୍ଭିକ ସ୍କେଚ୍, କାମର ପ୍ରକ୍ରିୟା ଓ ଅନ୍ତିମ ରୂପରେଖକୁ ନେଇ ଦୁହେଁ ଗୋଟେ ଛୋଟିଆ ପୁସ୍ତିକା ମଧ୍ୟ ପ୍ରକାଶ କଲେ। ଦିନେ ୟୁନିଭର୍ସିଟିର କଣ୍ଟେମ୍ପୋରାରୀ ପରଫର୍ମାନ୍ସ ଆର୍ଟ ବିଭାଗରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଅନୁମତି ନେଇ ଧଳା ପୋଷାକ ପିନ୍ଧି ସେହି କାମ ଭିତରେ ସେମାନଙ୍କର ପରଫର୍ମାନ୍ସ ପ୍ରଦର୍ଶନ କଲେ। ଗୋଟିଏ ସ୍ଥାନରେ ଅନେକ ପ୍ରକାର କଳା ସମାହିତ ହୋଇଗଲା। ପୁରା ପ୍ରକଳ୍ପ ସଫଳ ହେଲା। ଧନ୍ୟବାଦ କଲେଜରେ। ତାପରେ ଆମେ ବେଶୀ ସମୟ ନେବାନି। ଆମେ ଏଇ ବହିକି କିଛି ଜଣ ପଢ଼ିଛନ୍ତି, ବିହଳ ହୋଇଛନ୍ତି, ସେମାନେ ତାଙ୍କର ପାଠକୀୟ ପ୍ରତିକ୍ରିୟା ରଖିବେ 2 ମିନିଟ୍।
तापर आम कनक्लूड कर तो ये शो जब आरंभ होम देखीचु जय मिश्र को से प्राय सब बेले शोर पूरा तत्वावधान रे थांती आ भितर से बही नहीं पढ़ी उद्भूत हो अन्य मानक कहूँ शुणुचु तेणु मु अनुरोध करी जय सार को जय मिश्र को तांकर पाठक प्रतिक्रिया कौन केमती लगिला से विषय में एते सीरियस एटमॉस्फेयर में तोरे मु टिके चेंज कर दो छे आई एम रियली हैप्पी दैट यू हैव रिटन दिस बुक अपन जदि न लिखि जानते जगाई को विषय रे बहुत लोग जानि पर न थाते ताकर माने मु देखिछि बहुत जण आर्टिस्ट माने समान लाइन चेंज कर दै छथि ताका लाइफ द रीजन व्हाई दे हैव चेंज देयर लाइफ कोर्स इज बिकॉज़ ऑफ द इमेंस स्ट्रगल दे हैव फेस्ड इन देयर लाइफ I was just talking to Ramave, so most of the artists, they have actually changed their life course, life path because of the immense struggle they have faced in their life. I felt this book is not only for like to know who Jagabai is and his artwork, but the inspiration that is going to put forward to all the artists, the newcomers, the aspiring artists, many of the artists, ସେମାନେ ତାଙ୍କ fight, ତାଙ୍କ struggle ଯେତେବେଳେ ଏକୁଟିଆ ଲଢ଼ୁଥିବାର ଯେଉଁ ଇଏ ଭିତରେ ତାଙ୍କ ବାପା ମା କ'ଣ କହିଲେ ତାଙ୍କ ସୋସାଇଟି କ'ଣ କହିଲେ ସୋସାଇଟିରେ କିଛି ଚେଞ୍ଜେସ୍ ଆସିଯାଉଛି ପଇସା ମିଳିବ ତୁ ଏପଟେ ଗଲେ କ'ଣ ପଇସା ମିଳିବ କି ସେଇ ଯେଉଁ ଥଟ୍ ପ୍ରୋସେସର ଯେଉଁ ଷ୍ଟ୍ରଗଲଟା ଏଇଟା ପଢ଼ିଲେ ମୋତେ ଲାଗୁଛି ସେମାନଙ୍କ ପାଇଁ ଗୋଟେ ମନ ଭିତରେ ଗୋଟେ ଆସିବ ନାହିଁ ଆହୁରି ଫାଇଟ୍ କରାଯାଉ ଆଚ୍ଛା ୟା ଭିତରେ ବିକଜ ଆଇ ଫିଲ୍ ଇନ୍ ମାଇ ଲାଇଫ୍ ଆଇ ମେଟ୍ ଜଗାବାଇ ଇନ୍ ଅ ଭେରି କୋଇନ୍ସିଡେନ୍ସ ମାନେ ଗୋଟେ आकस्मिक दुर्घटना कहूँ गोटे कॉन्सिडेंस हूँ मुझे देखाइली कारण मोर सागर आउ जड़े आर्टिस्ट सांग हु इज ऑल्सो क्वाइट फेमस इन आर्ट वर्ल्ड मंजुनाथ कामत कहीके तो मत पचारे डिप्रेस कहीं रही 6-7 मंथ्स होगा यूके रे कोलाहल सरीगला सब जिन सरीगला नुआ जिन भी ओवर होगा तो हठात कहीं दुख मुझे कहली कामत इट इज माने द ओडिया फीलिंग आपण जहाले भी बहुत भीतर थाए हम जते इंग्लिश कहू जते करू जहा करू से ओडिया फीलिंग ता रहे गोटे आराम लागे आउ का से ओडिया रे टिके कथा वार्ता करिया पई के मु तो कहले एटी केही नाहंती ओडिया लोक केही ना इंग्लिश अछंती हिंदी अछंती माने देयर आर सो मेनी पीपल फ्रांस लोक स्पेन लोक एवरीबॉडी इज देयर आई कुडंट फाइंड अ सिंगल ओडिया गाय से कहला जे डोंट यू नो दैट जगन्नाथ पंडा इज हियर मु पछली हु इज जगन्नाथ पंडा and you got really surprised. So you being an Odia, you do not know Jagannath Panda. That was in the year 2000-2001. And no jani parli is one person who is there, famous everywhere. Odisha रे बहुत कम लोग ताको विषय जानी चंदे. That is one of the reason why आमे ताको पछर लागिलो जो एग्जीबिशन करंतु सोलो शो करंतु एटलीस्ट ओडिया लोक को कॉन्फिडेंस रा बढ़ो जे आमे करि पारिबु आगु को बढ़ी पारिबु. तो तांको पाखु को गलु 2001 परटु मु तांको लाइफटा रबाई पूरा जानिथिले बट 2001 पूर्वर तांको जो लाइफ स्ट्रगल तांकर कोन पई कि जगह भाई हेले जगह भाई सेही स्टोरी पछटा हमको दरकार थिला आपनकर बही माध्यम रे हम जानि पालो बहुत सुंदर भाबे जानि पालो मोर बहुत क्लोज सांग ताको से जतले यूएस रो आस्ता यूके रो आस्ता आउ से कहला गोटे कौन करिवो वॉलंटियर मु कहली चलो जिबा उत्सव जाई के काम करबा फास्ट हम गोटे फास्ट गोटे जय ओडिसा करथलु तापर उत्सव गलु संदीप गोदे बुझे तो संदीप किसी दिन रही की काम करेगी से मते गोटे क्वेश्चन पचारतला हाउ इट इज पॉसिबल माने जणे ओडिसा रो जन्म हेले आउ तांकर सोच एते ऊंचा रहिला जे तांको वर्ल्ड सारा तांको समस्त तांको चिन्हिले जानिले सब कहले हाउ इट इज पॉसिबल तो आंसर टा नथिला किंतु बहीटा पढ़ला पर से आंसर टा बुझिली ईच माने आमे कंपेयर करि परिबनु द लाइफ वी हैव लिव्ड एंड व्हाट लाइफ जगाबाई हैज लिव्ड जगन्नाथ पंडा हैज लिव्ड तांकर प्रतिटी बाटर मते लागला जेंति स्ट्रगल होउची आउ ईच स्ट्रगल टा जतोल से फेस करि दउचन से आउ किछि बाटा आगु जाउचन कोन स्ट्रगल आसी जाउची से तांकर बीके कॉलेज रो बीके कॉलेज आगु तो चलीथिला से जो बीके कॉलेज गले मु बहुत खुशी हेली मौसा बहुत एज अ गाइड फिलोसोफर ताकू से बाटर ताकू छाडिले बहुत जगह कोन करंती सब मना कर दियंती काई कि हबो से भाबिले ड्राइंग टीचर हे जिवे एति की आर्ट कॉलेज एति की दैट इज मोर देन इनफ बट
जग भाईकर केबे गोटे जगह गोलटा ताकर बहुत मते लागिला जेंति आरंभରୁ ताकर लाइफ रो गोलटा बहुत उच्चरे थिला तो सही उच्च अभिलाषाटा भी बहुत इंपोर्टेंट वन हैज टू थिंक कि मते बहुत आगु को जिबार अछि से बिलीफटा रहिथिबा दरकार सेल्फ बिलीफ आ मु जानि छी चारवे भाबुची हम ओडिसा लोक टिके सेल्फ डाउटटा अधिका थाए कंपेयर टू अदर पीपल हमको लागे जे हमें को जगह रे हमें रहिछु दिल्ली गला को डरछु बॉम्बे गला को डरछु आ जगह कर एठू जाई कि जापान रो जाई यूके जाई कि सबटी जो गला पर ताकर जो आर्ट रो गोटे प्रोडक्शन करूचंती से सेल्फ डाउटटा बहुत तांको कष्ट देथिबो जे मोर आर्टटा लोक को पसंद आसीबो कि नै सेटा केमिति जाइथिबो मु जानि छी सेकंड कथा मु जोटा देखिली जगाईकर जो लिखिचंती इंग्लिश जे बीके पर बरोदा रे जो पचाले तब इंग्लिश टा पढी परिबो इंग्लिश कहि परिबो से कहिले मते एडमिशन दे दियो तू किछ दिन पर करबी मु देखिला बेला को लंडन में इंग्लिश टा ओके ओके थिला कहि परथिला से भले डर भले नथिला बट मु जानि छी जे इट मस्ट बी वेरी चैलेंजिंग फॉर हिम एंड इट इज आल्सो फॉर ऑल द ओडिया पीपल दे ऑलवेज हैव द सेल्फ डाउट कि हमें कहि परिबो इट्स अ जर्नी ऑफ अ ओडिया गाय जगामें का स्टोरीटा एंड दिस जर्नी इज ऑफ कोर्स विथ all of us so self belief self doubt हमें बाहर को जाई कि हम बेटर करि परिबो ना नहीं सेटा सदा बेले सब बेले रहि थाए मु ऑलमोस्ट एबे पहुंचली माने मुंबई गला को मुंबई एयरपोर्ट रे पहुंची फ्लाइट रे जाके पहुंची आसुची सरुनी ओडिया रे लिखि दैछ जे हम टिके ओडिया रे स्लाइटली वीक अछि बे सरुनी बट जते जते पढली जते और इंटरेस्टिंग हे जाउची वेरी वेल रिटन and Ramay last को मु कहू जे वेरी थैंकफुल दैट यू हैव रिटन दिस बुक जदि न लिखि तांते एटा हमर लाइफ रो का मिस हे बहुत बड़ा मिस हे आ पूरा बही पढिबा और एटा को इंग्लिश रे केते ट्रांसलेशन करी बाहर करिवे सो दैट मेनी ऑफ द पीपल द होल वर्ल्ड शुड आल्सो कम टू नो अबाउट व्हाट हु इज Jagabhai and why is he his story will definitely inspire all of us thank you पूरे बहुत गाइडली बोलो add on to what जय कहला बे दीटा रिमार्केबल जिंस आइ आपण कहरे गोटे हला माइक्रो गोटे हला मैक्रो आपण बड़ पिक्चर ताको से केमती भाबी पाउछंती इमेजिन कर पाउछंती सेटा देखौछंती सेही पछरे केते छोट छोट काम होइछे सेटा देखौछ से जो माइक्रो मैक्रो रो जो डिस्टेंस ता सेटा ही गोटे लोकर रूटेडनेस आपण जदी मार्क कर आपण बही रे जा लिखि जंती এবং से लोको जेमती तार बहुत सामंजस्य अछि से एते स्ट्रगल जेकी जय कहले एते स्ट्रगल करी भी ऑलवेज स्माइल्स से बही रे एते स्ट्रगल भीतर है देयर इज ऑलवेज समथिंग व्हिच इज वेरी हाई आउट देयर से जो जिंसटा नहले यूजुअली कोन स्ट्रगल रो स्टोरी हे जाय हमें स्ट्रगल कलु मो बहुत स्ट्रगल कली सब स्ट्रगल रो बेसी आपण मेलोड्रामेटिक हे नाती एट द सेम टाइम आपण सक्सेस टा भी एंजॉय करछन से बही रे से जो कंट्रास्ट है that gives at the end of the day it leaves optimism नहले कोन हबो हमर तो हम आर्टिस्ट दुनिया तो सेमते ए आर्टिस्ट दुनिया रो नाही आ किछि ये एमती हबो कि गोसाडी हे चालिबो नो इट्स नॉट दैट so that celebrates the rootedness कहबार अर्थ हला that is what Jay was actually alluding to the rootedness the more he is rooted the more he goes high से जो कंट्रास्ट आपण बही रे देइछथि बहुत बड़े आउ निहाती आरो गोटे इंग्लिश वर्जन होबा कथा निहाती एटा बाहर को जीवा कथा मु पार्टिसन तो देखा आइथिली तांका करे बट तांकर जो पतित बाउल कोन मेस रो नाटा कोन थला पतित बाउल मेसटा सेटा was very nice that base that system जोठी आर्टिस्ट माने ग्रो करि परथले आज तो नाहंती बट very thankful and very grateful to sir and he never forgets him no it is not possible what he never forgets it so that is also another part of his हां जोटा आपण तो बेले बेले मते लागिला रिकलेक्ट करा को लंडन रे ताका घरटा को हम पतित बाउल मेस भी आमे कर देइतलु कारण हमें तो स्टूडेंट थलु वी आल्सो वर हैविंग वेरी टफ टाइम ना लंडन रे जाई के एते कष्ट तांको घरे रहतलु हेंट से हमको एते इजीली एक्सेस दोउतले ना घर तांको किचन कॉफी जहां चलथिला तांको घरे तो मो देखिली बैक ऑफ द माइंड रे पतित पावन मेस रो किछि इंस्टेंसेस थिला सेठी जो माने जाउतले तां घरे आराम से हमें तांको घर को हम घर बोली भाबुतलु and what is awe inspiring sorry about him जोटा हम बहिरे लिखछंती is
सी जेतबेले बड़ होतले इंडिया रे सहर नथिला सी जेतबेले बड़ होतले इंडिया वाज नॉट अर्बनाइज्ड अर्बनाइजेशन एबे होची 5-6 वर्ष होला अर्बनाइजेशन होची 8-9 वर्ष होला स्मार्ट सिटी ता गुरु नथिला 4टी सहर थिला सी एठू जाई सेठी पहुंची स्मार्ट सिटी आउ लाइफ रो गोटे इंटरैक्शन ता सेते बेलू भाबीबा इज वेरी फ्यूचरिस्टिक सेति पाई ही क्लिक्स इवन टुडे विथ दिस जनरेशन से तो आर्ट करिवार आज ही नुहे ना किछि वर्ष हेगलानी ई 3 दशंधि हेगलानी ता भितरे ही इज कंटेम्पररी बिकॉज ऑफ हिज फ्यूचरिज्म बिकॉज ही इज फ्यूचरिस्टिक गोटे जिन कहूँ चाहूँ मत जोटा जगाकर जो नेचर वाई आई लाइक हिम सो मच बिकॉज ही इज सो सक्सेसफुल येट सो हम्बल विच इज वेरी डिफिकल्ट टू अचीव बिकॉज वन कैन बी वेरी ना आर्ट इंडस्ट्री भितर बोधे एमती को लोक नथिबे से जानि नथिबे क्वाइट फेमस ही हैज मेड इंडिया प्राउड आल्सो बट बीइंग दैट आल्सो तांको भितर एते हम्बलनेस और एते सिंपलिस्टिक लोकंकर गोटे पर्सनालिटी तांको भितर अछि सेटा बहुत सिवियर ड्रॉ करूची और ता भितर भी ता रिजल्ट रहउची आपन को बही भितर भी से केतटा जिंस अछि जोथरे कि एटा केमिति हला कारण इट इज नॉट प्रैक्टिकली पॉसिबल जे पळे आसे बेसी फेमस हो गले बेसी सेलिब्रिटी टाइप रही गले तो टिके एरोगेंस टिके ईगो टिके बढ़ी जाए ये जेते ऊपर जाउछन म देखिली सेते तांकर कमी जाउछ सेटा या भितर से स्ट्रगल दो स्टोरी मु एबे भी भाबुची जे आर्टिस्ट और स्ट्रगल जो दुईटा को गोटे मिसिकी थाए आमे बहुत थोड़ा डिस्कस करथिलु जे जगह हम गले गोटे फाउंडेशन करिया करे जोथि की जो आर्टिस्ट माने ओडिया आर्टिस्ट अछन एटलीस्ट आपण को आउ केतन भितर एते स्ट्रगल न रहो किंतु मु बेडर भाबुची से स्ट्रगल ता होची तांकर विटामिन सेटा को काढी दबा ये भी सरी जीव सेटा बाहरी गनी बोल भाबुची से रसटा ता गोटे डेउरिया दिगवा जगन्नाथ को जानिबार बहुत वर्ष ही गलानी पेंटिंग बहुत भल लगे कथा सबू चित्र रे सबू सौंदर्य भीतर गोटे गोटे आधुनिक कथा है गोटे रिलकर लाइन गोटे ब्यूटी और टेरर सब मिसिकी थाए से ब्यूटी और टेरर ताकू ताकू गोटे लेवल रे आनिबा लेखा हो कि चित्र हो ये समय गोटे आह्वान कारण जुआड़े देखिए बर्तमान सब ब्यूटी भीतर टेरर अच्छी तुम जो गुरुगाँव देख मुझे मन अच्छी जगन्नाथ तुम जो थी से जो गोटे अर्बान मयूर बस गोटे घर कांथ घर छात से भाई जिन गोटे कम्बिनेसन जमी आम जो लैंडस्केप कहूँ लैंडस्केप पेंटिंग देखिए जो तुम भितर से अच्छी जो सब लैंडस्केप पेंटिंग गेम्स करा हूँ कि ये हूँ सब लैंडस्केप पेंटिंग आरंभ हो एनक्लोजर मूवमेंट जिते बड़े लोक डिस्प्लेस करा इंग्लैंड रे से लैंडस्केप आइडिया आसूँ तार तो लैंडस्केप हूँ गोटे गोटे डिस्प्लेस समय कहानी से कॉन्स्टेबल हूँ गेम्स द्वारा हूँ जी भी ये समस्त लैंडस्केप व्यू भितर गोटे कहानी अच्छी से कहानी अच्छी आम समय कैपिटलिज्म कहानी जो सरी ना जाए माने गोटे जो लॉन्ग नाउ कौन द लॉन्ग नाउ इज द कैपिटलिज्म ऑफ नाउ कैपिटलिज्म जो आम भावुले जे मार्क्स कहला कॉन्ट्रडिक्शन आसो घुषुड़ी पड़ो आ गोटे आसो नुआ जगह कैपिटलिज्म से आसुना कारण कैपिटलिज्म इज ट्रांसफॉर्मिंग इटसेल्फ अतः ट्रांसफॉर्म भितर ये जो आतंक आ सौंदर्य गोटे अद्भुत प्रकार कॉम्बिनेशन अच्छी तुम काम से गोटे बहुत तार देखा मिले आउ गोटे जगन्नाथ मोर भावुँ कि एकाठी आगे से बहुत आइडिया अच्छी से विषय किंतु माने यही जो जिनस जे गोटे जिनस को रमाकांत कहला जे सबू चित्र भितर बहुत गुड़ा जिनस अच्छी माने जमी माने कृष्ण आ करदे जशोदा देखला बेलू कौन से किसी जापर ना सारा विश्व देखा जाती या भितर यहाँ गोटे से आ भाया से आ भितर अच्छी भितर कौन अच्छी
से लोक जमी डिस्टेंस आउ या भितर ये तेणु सीटा गोटे आउ गोटे विचित्र तुम कमर वैचित्रता जो कहवा हुए तो सीटा कह तार गोटे कम्बिनेसन अच्छी जमी इंटिमेसी ऑफ डिस्टेंस अच्छी मुझे ये ठिया देखुची देखा गोटे प्रकार इफ आई गो नियर इट हैज डिफरेंट व्यू तेणु जमी ब्यूटी एंड टेरर सेमती इंटिमेसी ऑफ डिस्टेंस गोटे अद्भुत कम्बिनेसन तेणु से तो बहीटा पढ़ी बहुत नहीं जाइए जो जीवन जीवन निजर कला ता भर जो संपर्क से संपूर्ण के जमी से जिक्स पजल खाप खाए सो सब के खाप खाए सेटा केते जीवन एक्सेस रे हुए केते कलाटा एक्सेस रे खाए यदि खाप खाई से गोटे तार मजा बेसी किसी ना तो से खाप खाइनि बोली आम आखि को आसे जो खाप खाईगला से बेसी किसी आसबनी केते जीवन सौंदर्य आमको अभिभूत कर कलार एक्सेस आमको आहरी टाणी बहुत बहुत धन्यवाद तो माने अन्य को काम तुम काम पे आसती विभिन्न कम तेणु बहुत खुशी जे देखिले देदर्श जो कहले होता ओल्ड टाउन जो होता ट्रेल से आसती डिस्कसन होता सिटी ऊपर से भी थी बहुत खुशी जे आगू बहुत काम अच्छी थैंक यू सो मच ए बहीर प्रोसेस मेकिंग प्रोसेस रे जे आउ जणे थिले सुमित्रा पाणी से ताकर अनुभूति ए बही विषय जहाँ अच्छी कहबे जगा भाई विषय कहले तो बहुत कथा हम मो बही विषय कहूँ बहीर प्रथम पाठक मुझी माने चैप्टर पर चैप्टर लेखा चली मु प्रूफ एडिटर हिसाब रे तेणु मत प्रथम थर पढ़िया होता पुणी मत प्रूफ एडिटिंग करिया पड़ूला तारी भितर मु कहानी गुड़ाक पढ़ी पढ़ी जाऊली कहूली जे ये आउ गोटे घटना रहा दरकार कि यहाँ आउ टिके लुसिड हवा दरकार कि आम साधारण पाठक को सीटा गोटे गप भाया जमी लगे गोटे कहानी भाया जमी लगे जमी मैंने पानीटा पीदेले जमी चली जाए सेमती लगे कष्ट हेनी कौटी अटकबनी आउ मोर से जो बही प्रूफ एडिट करिया भितर मत ए पचारे कौ पृष्ठार कौन अच्छी मुझे कहीदेवी यही शब्दटा यही पृष्ठार थी कि कौन से सब आखिरे देखा होची कहानी केमिति लेखा जाइए से संपर्क में अन्य मैंने कहे मत तो केवल से सब गुड़ाक देखा कहीं मुझे प्रूफ पढ़ी पढ़ी जाऊँ ना तेणु धर पचारे जे जगा भाई जिते सांग छुआ सहित माछ धरवा जाऊे से कौ चैप्टर अच्छी से मो आखि आगे एमती देखा कि बहीर ये डाहाण पट सैड लास्ट पाराग्राफ आड़ को अच्छी मत सेमती भिजुआली देखा तेणु मुझे भाव में बही संश्लिष्ट थी भाई संपर्क तो बहुत कथा कही हम बहुत दिन भाई की जानी भाई चित्र को जानी पढ़ी आम से विषय अनेक समय कथा हो आलोचना करूँ तेरे बहीटा को पढ़िले अन्य माने इवन मु भी जिते बड़े बही लेखा चलू था कि नुआ नुआ घटना आम जानू था जमती कि शेष मुहूर्तर आम जो बहीर डिजाइनर अच्छा ज्योतिरंजन स्वाई सी गोटे घटना कहले स्कूल बेलर प्राय डिजाइन आरंभ हो गला परे से पैराग्राफटा दिखाई कहीं किए पढ़ी क्या कौन पचरा जमी कि प्रताप भाई केते गोटे घटना कहले से शेष मुहूर्त लिखाई जोड़ा जाए तेणु बही तैयारीटा गोटे पूरा प्रोसेस थिला चली आसी ता भितर आउरी भी पढ़ी सारा मत लगुच आहरी बहुत लोग बहुत घटना कहे जहाँ जोड़ा जापर और परवर्ती समय जो इंग्राजी को अनुवाद हम तार भल्यूम आउ टे बढ़ीज आउ टे व्यापक लगे बहीटी आउ टे गभीर भाव में बुझी हम जगन्नाथ प्रणाम धन्यवाद एबे खाली गोटे छोट पीस रमा भाई अनुरोध में पढ़ी तापर जदि आपनकर कथबार्ता किसी अच्छी आपन सीधा इंटराक्ट कर पारे ना वी कैन कंट्रोल एटा होची शेष अंश ये विषय भी मु आम कथा हेतिली केति याको गोटे एंडिंग टच दे हो से पार्ट पढुची दिने विलंबित बसंत एक निरोला अपराह्न हाथ में गरम कॉफी कप धरी आम तुम्हें उत्सव फाउंडेशन परिसर बुढ़ा आंब गछ तले बसते आम गपरक्ष चट्टाण एड़ी जाइथिबा पानी परी
ତା ଇଚ୍ଛାରେ ଯୁଆଡ଼େ ପାରେ ସିଆଡ଼େ ଗଡ଼ି ଯାଉଥାଏ। ଜଗନ୍ନାଥ ଗପୁଥାନ୍ତି ତାଙ୍କ ଜୀବନନାମା, ତାଙ୍କ ସଂଘର୍ଷ, ସଫଳତା, ସ୍ୱପ୍ନ ଓ ଭବିଷ୍ୟତର ଯୋଜନା। ମୁଁ ପଚାରୁଥାଏ ତାଙ୍କ ପିଲାଦିନରୁ ନ୍ୟୁୟର୍କ ପ୍ରଦର୍ଶନୀ ପର୍ଯ୍ୟନ୍ତ ସବୁ କଥା। ତା ସାଙ୍ଗକୁ ଆମ କଥା ଭିତରକୁ ପଶି ଆସୁଥାଏ ଉତ୍ସକୁ ନେଇ ଆମର ଭବିଷ୍ୟତ ଯୋଜନା, ଓଡ଼ିଶାର ସାମ୍ପ୍ରତିକ କଳାର ପରିବେଶ ପରିସ୍ଥିତି, ଦିଲ୍ଲୀର ପ୍ରଦୂଷଣ, ଭାରତର ସାମ୍ପ୍ରତିକ ରାଜନୈତିକ ଘଟଣା ପ୍ରବାହ। ମଝିରେ ମଝିରେ ଆମ ଦୁହିଁଙ୍କ ଭିନ୍ନ ରାଜନୈତିକ ବିଚାରଧାରା ଓ କଳା ଦର୍ଶନ ଆମ ଆଲୋଚନା ଭିତରକୁ ମଧ୍ୟ ଆସୁଥାଏ। କିଛି ସମୟ ପରେ ମୁଁ ଆମର ଅନେକ ବର୍ଷର ବ୍ୟକ୍ତିଗତ ସମ୍ପର୍କରୁ ନିଜକୁ ଅଲଗା କରି ଆଉ ଥରେ ଜଗନ୍ନାଥଙ୍କୁ ନିରୀକ୍ଷି ଅନେଇଲି। ଭାରତର ଅନ୍ୟତମ ସଫଳ ଚିତ୍ରଶିଳ୍ପୀ ମୋ ପାଖରେ ଅତି ସରଳ ଓ ନିରାଡମ୍ବର ଭାବେ ବସିଥାନ୍ତି। ଭାରତୀୟ ସାଧାରଣ ଜନମାନସରେ ଚିତ୍ରଶିଳ୍ପୀଙ୍କର ରୂପଭେଦର ଯେଉଁ ଧାରଣା ଥାଏ, ଚିତ୍ରଶିଳ୍ପୀ କହିଲେ ଜଗନ୍ନାଥ ସେମିତିକା ବେଶ କେବେ ପଡ଼ନ୍ତି ନାହିଁ। ଯେମିତି ଏକ ସମୟରେ ଭାରତର ଚିତ୍ରଶିଳ୍ପୀ କହିଲେ ଅବିନ୍ୟସ୍ତ କେଶରାଶି, ଅଯତ୍ନ ବର୍ଦ୍ଧିତ ଦାଢ଼ି, ଖଦଡ଼ ପଞ୍ଜାବୀ, କାନ୍ଧରେ ଶାନ୍ତିନିକେତନ ଝୁଲା ବ୍ୟାଗ୍, ଓଠରେ ସିଗାରେଟ୍, ଆଖିରେ ଉଦାସ ଚାହାଣୀ ଆଦି ରହିବାକୁ ବୁଝାଉଥିଲା, ତାହା ଜଗନ୍ନାଥ କେବେ ବି ଧାରଣ କରିନଥିଲେ। ଆମ ଚାରିପାଖରେ ଥିବା ବିଶାଳ ଆମ୍ବ, ପଣସ, ଲିମ୍ବ, ଚାକୁଣ୍ଡା ଗଛଗୁଡ଼ିକର ଡାଳମାନଙ୍କ ସନ୍ଧିରୁ ଓ ବରଗଛରୁ ଝୁଲୁଥିବା ଲମ୍ବ ଓହଳମାନଙ୍କ ଦେଇ ଧୀରେ ଧୀରେ ଓହ୍ଲାଉଥାଏ ଅନ୍ଧାର। ଉତ୍ସବ ଫାଉଣ୍ଡେସନର ପାଚେରୀ ସେପଟର ରାସ୍ତା କଡ଼ର ଷ୍ଟ୍ରିଟ୍ ଲାଇଟ୍ ସେ ଯାଏ ଜଳି ନଥାଏ। ସଞ୍ଜର ମହଳନ ଆଲୁଅରେ ମୁଁ ଦେଖୁଥିଲି ଜଗନ୍ନାଥଙ୍କର ଆଖି କିନ୍ତୁ ଚିକ୍ ଚିକ୍ କରୁଛି। ବହି ଥାକରେ ବହି ସଜା ହେଇ ରଖାଗଲା ପରି ସେଇ ଆଖି ଯୋଡ଼ିକରେ ଥାକ ଥାକ ହୋଇ ଥୁଆ ହୋଇଥାଏ ଓଡ଼ିଶାର କଳାକୁ ନେଇ ଓ ଉତ୍ସବ ଫାଉଣ୍ଡେସନକୁ ନେଇ ଉଡ଼େ ପଡ଼େ ସ୍ୱପ୍ନ। ଜଗନ୍ନାଥ ଚୁପ୍ ଥିଲେ ଆଉ ମୁଁ ସେଇ ସ୍ୱପ୍ନର ତାଲିକାକୁ ପଢ଼ି ଚାଲିଥିଲି। ଏ ହେଉଛି କନକ୍ଲୁଡ଼ିଂ ନୋଟ୍। ଆପଣମାନଙ୍କର ଆଉ ଯଦି କିଛି କଥା ଅଛି, we can take some questions or we can conclude. ଆପଣ ସବୁ ଲେଖିଦେଲେ ନା ଟିକେ ଛାଡ଼ି ଦେଇଛନ୍ତି, କିଛି ଲେଖି ନାହାନ୍ତି? ବହୁତ ଛଡ଼ା ହେଇଛି, ବହୁତ ଛଡ଼ା ହେଇଛି। ସେଟା ଟିକେ ମସଲା ହଁ। ସେଟା ପରେ ପରେ ପାର୍ଟ 2 ଆସିବ। But Rama, is it possible that he has got the time to write an autobiography? Is it possible? Will he get the time out of the art to write a book? ସେ ଲେଖିବା କଥା, କାହିଁକି ନା ଅନେକ କଥା ମୁଁ ଜାଣିଛି ମୁଁ ଲେଖିପାରିବିନି। ଗୋଟେ ଜଣେ ଆତ୍ମଜୀବନୀ ଲେଖିବା, ଜଣେ ଜୀବନୀ ଲେଖିବା ଭିତରେ କିଛି ଫରକ ଥାଏ। ସିଏ ସେତେବେଳେ ଲେଖିବେ, ଚାହିଁବେ ଲେଖିବେ କି ଲେଖିବେ ନାହିଁ, ସେ ଡିସାଇଡ୍ କରିବେ। ଏବଂ ଆହୁରି ମୁଁ ଯେଉଁ ତାଙ୍କୁ ଦେଖିଛି, ମୋ ଦୃଷ୍ଟିକୋଣରୁ ଦେଖିଛି, ସେ ନିଜ କଥା ହେଲେ କହିବେ ସେଟା ଅଲଗା ନିଶ୍ଚୟ। ତେଣୁ ମୁଁ ଅନୁରୋଧ କରୁଛି ସେ ଆଜି ନହେଲେ କାଲି କିମ୍ବା କେବେ ସମୟ ପାଇଲେ ଧୀରେ ଧୀରେ ତାଙ୍କର ଆତ୍ମଜୀବନୀ ଲେଖା ଆରମ୍ଭ କରନ୍ତୁ। ଜଗନ୍ନାଥ ପାଇଁ ସେ ଯୋଉ ବରୋଦାରେ ଥିଲା ବେଳକୁ ଯୋଉ ତାଙ୍କର ଆସିଲା ଯୋଉ ଭିତରେ ଯୋଉ ଚର୍ଣ୍ଣିଂଟା ହେଲା କି ମାନେ ମୋର ଆର୍ଟଟା ଏତେ ଭଲ ନାହିଁ କିମ୍ବା ଇଟ୍ ଇଜ ଭେରି ବେସିକ୍, ଭେରି ଇନୋଭେଟିଭ୍ ନାହିଁ, ସେ ଏଗେନ୍ ସେଇଟା ଆସିଲା ପୁଣି ଭିତରେ ୟୁକେ ଲଣ୍ଡନରେ ବି ସେମିତି ହେଲା ଯେ ଏଇଟା ବହୁତ ସିମ୍ପଲ୍, ଏମିତି ବହୁତ ଆର୍ଟିଷ୍ଟ କରିଛନ୍ତି, ଇଟ୍ ଇଜ ନଥିଙ୍ଗ ନ୍ୟୁ। ତ ସେଇଟା କେତେ କଷ୍ଟ ଥିଲା, କେମିତି ଅନୁଭବ ଥିଲା, ସେଟା ଟିକେ ଗୋଟେ ଆମକୁ ବୁଝେଇଲେ ଟିକେ ଭଲ ହୁଅନ୍ତା। ତାହେଲେ ଗୋଟେ ଆଡ୍ କରୁଛି, ଟିଚର ଚେଞ୍ଜ ହଉଛନ୍ତି, ତେଣୁ ପରିବେଶ ବଦଳୁଛି, ତାଙ୍କୁ କନଫ୍ୟୁଜନ ଆସୁଛି ଏବଂ ସେ ତାକୁ ସଲ୍ଭ କରୁଛନ୍ତି। ଯୋଉଟା ମୁଁ ଲେଖିଛି ତାଙ୍କୁ ସେ ନିଜେ ଟିକେ କହିଲେ ଭଲ ହେବ। नहीं ମୁଁ ଦେଖିଛି ସବୁ ଜାଗାରେ ଯେଉଁ ଟାଇମ୍ରେ ଷ୍ଟ୍ରଗଲ୍ଟା ଦେଖାଯାଇଛି ସେଇ ଟାଇମ୍ରେ ଜଣାପଡ଼ୁନି ଷ୍ଟ୍ରଗଲ୍, କିନ୍ତୁ ତାପରେ ଯେମିତି ଦେଖୁଛେ ସେ ଷ୍ଟ୍ରଗଲ୍ ପାଇଁ ସୋ ମଚ୍ ନୂଆ ଅଣ୍ଡରଷ୍ଟାଣ୍ଡିଂ, ନୂଆ କିଛି ଗୋଟେ ଧାରଣା ମିଳିଯାଇଛି। ଆମେ ଏକ ପଚାରୁଛ ଯେ ମୁଁ ସପୋଜ ଆପଣ ବିକେ କଲେଜ ଅଫ୍ ଆର୍ଟରୁ ଗଲେ ବରୋଦା, ତ ଆପଣଙ୍କୁ ଲାଗିବ ଗୋଟେ ମୁଁ କିଛି ଦେଖେଇବି ଯେ ସେମାନେ ସମସ୍ତେ ହ୍ୟାପି ହେଇଯିବେ। ରାଇଟ୍ ରାଇଟ୍ ସେତେବେଳେ ତାଙ୍କ ଟିଚର ସେତେବେଳେ ଜିନିଷ ନାହିଁ, ଦିସ୍ ଇଜ ନଟ୍ ହେଇଛି ବରୋଦାରେ ହେଇଛି। ବରୋଦା ମତେ ମୋ ପାଇଁ ଥିଲା ଗୋଟେ କନଫ୍ୟୁଜନ ଷ୍ଟେଜରେ ରଖେ। ବରୋଦା ଏମିତିଆ ଗୋଟେ ଜାଗା ଆପଣ କିଛି ମାନେ ଅପରଚ୍ୟୁନିଟି ଦେବନି, ମାନେ କ୍ରିଟିସିଜମ୍ ବରୋଦାର ସେଇ ଟାଇମ୍ରେ ଥିଲା ଗୋଟେ କନଫ୍ୟୁଜନ ଷ୍ଟେଜରେ ଦେବା ପାଇଁ। ସେଥିପାଇଁ ମୁଁ ଦେଖୁଛି ମୋ ସାଙ୍ଗମାନେ ସବୁ ସିଗାରେଟ୍ ପିକି ମଦ ପିଇ ଗୋଟେ ଜାଗାରେ ମାନେ ବିଭିନ୍ନ କଥା ଡିସ୍କସନ୍ କରିକି ତାକୁ ଗୋଟେ ଜାଗାରେ ପହଞ୍ଚିଲେ। ମୋ ପାଇଁ ବି କନଫ୍ୟୁଜନ୍ ହେଇଛି। ମୋତେ ଗୋଟେ ପିଲା କହିଲେ ଜଗନ୍ନାଥ ତମ କାମ ତ ବହୁତ ବଢ଼ିଆ ଦେଖାଉଛି, କିନ୍ତୁ ଏଇଟା କଣ୍ଟେମ୍ପରାରୀ ନୁହେଁ, ଏଇଟା ସବୁ ଟ୍ରାଡିସନାଲ୍। କିନ୍ତୁ ଆମେ ଦେବଦାସ ଆମକୁ ଦେଖିଥିଲୁ, ଆମେ ତ ବିକେ କଲେଜରେ କଣ୍ଟେମ୍ପରାରୀ ଶିଖୁ ଟ୍ରାଡିସନ୍ ଶିଖିଥିଲୁ, ଟ୍ରାଡିସନାଲ୍ ଆର୍ଟ କଣ୍ଟେମ୍ପରାରୀ ହିସାବ ଶିଖିଥିଲୁ, ଆମେ ଜାଣିନଥିଲୁ କ'ଣ ଡିଫରେଣ୍ଟ ଡିଭିଜନ୍। କିନ୍ତୁ ଘଟଣା ହେଉଛି ଏଇଟା ଗୋଟେ ମୋ ମନରେ ଆଉ ଗୋଟେ କ୍ଲିକ୍ କଲା
যেটা ঘটনা কোଉଠି କଣ୍ଟେମ୍ପୋରାରୀ ଆରମ୍ଭ ହେଉଛି କୋଉଠି ଟ୍ରାଡିସନ୍ ସରୁଛି ଏଇ ଭିତରେ କନଭରସେସନ୍ ମୁଁ ଗଲି ଟିଚରଙ୍କୁ ପଚାରିବା ପାଇଁ ବୋଲି ଏଇଟା କ'ଣ ଏ ବିଷୟରେ ମୋର କାହିଁ କାମ କଣ୍ଟେମ୍ପୋରାରୀ କିଏ ଜଣେ ମୋତେ ଏମିତି କହିଲା କିନ୍ତୁ ମୁଁ ତାକୁ କିଛି ଉତ୍ତର ଦେଇନଥିଲି ମୁଁ ଗୋଟେ ମାଇଣ୍ଡରେ ଗୋଟେ କ୍ୟାରି କରିଥିଲି ସେଇଟା କିନ୍ତୁ ମୋ ଟିଚର କହିଲେ ଏଇ ବିଷୟରେ ଏଇଟା ବହୁତ ଇଣ୍ଟରେଷ୍ଟିଂ ତମେ ହ୍ୱାଇ ଡୋଣ୍ଟ ୟୁ ରାଇଟ୍ ଏ ଡିଜିଟେସନ୍ ଯେତେବେଳେ ମୁଁ ଡିଜିଟେସନ୍ ଲେଖିବା ଆରମ୍ଭ କଲି ମୁଁ ଦେଖିଲି ଇଣ୍ଡିଆନ୍ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଏତେ ଇନଫ୍ଲୁଏନ୍ସ ହେଲେ ପିକାସୋଠୁ ଆରମ୍ଭ କରି ଆମ ଟ୍ରାଡିସନ୍ ସହିତ କେତେ ଇନଫ୍ଲୁଏନ୍ସ ହେଇଛନ୍ତି କିଛି ଇମେଜଟାକୁ କେତେ ଇଣ୍ଟରେଷ୍ଟିଂଲି ପକେଇଛନ୍ତି ଗୋଟେ ନୂଆ ଧାରା ବନେଇଛନ୍ତି କିନ୍ତୁ ଲଣ୍ଡନରେ କେସ୍ ଅଲଗା ହେଲା ଲଣ୍ଡନରେ ଯେଉଁ ଟିଚର ଯାହା ବୋଲେ ମୁଁ କଲାବେଳେ କହୁ ଦିସ୍ ଇଜ୍ ଅଲରେଡ଼ି ହାପେନ୍ ଏକ୍ଜାକ୍ଟଲି ସେ ୟୁ ଗୋ ଲୁକ୍ ଆଟ୍ ଦିସ୍ ଆର୍ଟିଷ୍ଟ ଦ୍ୟାଟ୍ ଆର୍ଟିଷ୍ଟ ଷ୍ଟାର୍ଟିଂରୁ 10ଟା ଆର୍ଟିଷ୍ଟ ରେଫରେନ୍ସ ଦେବା ଆରମ୍ଭ କଲି ତାପରେ ମୋତେ ସବୁ ଅନଲର୍ନ କରିବାକୁ ପଡ଼ିଲା ମୁଁ ଯାହା ଶିଖିଛି ଆଉ ସେଗୁଡ଼ା ମୋତେ ଲାଗିଲା ଏଗୁଡ଼ା କିଛି ନୁହେଁ ଏମିତି ଷ୍ଟେଟ୍ରେ ହେଲେ କ'ଣ ହେଲା ସେଥିରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଆସିଗଲା ମୋ ପାଇଁ ମୁଁ ମୋର ଇଂଲିଶ ଲାଙ୍ଗୁଏଜଟା ଯେଉଁ ଇସ୍ୟୁ କରୁଥିଲି ଇଂଲିଶ ମାନେ ବ୍ରିଟିଶ ଇଂଲିଶ ଶିଖିବା ପାଇଁ ଜାଣିବା ପାଇଁ ଗୋଟେ ପାଖାପାଖି ବର୍ଷେ ଲାଗିଗଲା ତାଙ୍କର ଯେଉଁ ଏତେ ସେନ୍ସ ଅଫ୍ ହ୍ୟୁମର ଗୋଟେ ଛୋଟିଆ କଥାଟେ କହିଦେବେ ମୁଁ ବୁଝିପାରିବିନି ସଟ୍ କିନା ହେଇଯିବ ସମସ୍ତେ ହସିବେ ମୁଁ କହିଲି କ'ଣ କହିଲେ କି ଏଇଟା ମିନିଂ କ'ଣ ଗୋଟେ ବର୍ଷ ଲାଗିଲା ମୋତେ ବୁଝିବା ଆଚ୍ଛା ତାପରେ ସେଇ କଣ୍ଟେକ୍ସରେ ମୁଁ କ'ଣ କଲି ନା ଡିକ୍ସନାରୀ ଦେଖିବା ଆରମ୍ଭ କଲି ଯେତେବେଳେ ଫୋନ୍ ତ ନଥିଲା ମୁଁ କହିଲି ଯଦି ଡିକ୍ସନାରୀ ମୁଁ ଦେଖୁଛି ହ୍ୱାଇ ନଟ୍ ଦେ ଡିକ୍ସନାରୀ ବିକେମ୍ ଏ ପାର୍ଟ ଅଫ୍ ମାଇ ୱାର୍କ ସେଥିରେ ମୋର ଯେଉଁ କାମ ଦେଖିଲେ ଡିକ୍ସନାରୀ ଇଲଷ୍ଟ୍ରେସନ୍ ଡିକ୍ସନାରୀ ଯେଉଁ ଟେକ୍ସଟ ବେସ୍ କାମ ଦେଖିଲେ ଗୋଟେ ସ୍ପିୟର ବନେଇଥିଲେ ଆଉ ତାକୁ କ'ଣ କଲି ନା ସେ ସ୍ପିୟର ଯେଉଁ ବନେଇଲା ପରେ ମୁଁ କି ଦୁଇଟା ବ୍ରିଟିଶ ଆର୍ଟିଷ୍ଟକୁ ଡାକିଲି ମୁଁ ଗୋଟେ ପରଫର୍ମାନ୍ସ କରେଇଲି ମୁଁ ଗୋଟେ ସୁଟ୍ କଲି ଗୋଟେ ଭିଡ଼ିଓ ଗୋଟେ ଡିକ୍ସନାରୀ ଟେକ୍ସଟକୁ ମାନେ ୱାର୍ଡକୁ ଗୋଟେ ଜାଗାରେ ରଖିଲି ଆଉ ଗୋଟେ ହ୍ୱିସ୍କି ବଟଲ ରଖିଲି ଇଣ୍ଡିଆନ୍ ହ୍ୱିସ୍କି ସେତେବେଳେ ଲିଲି ଯାଇଥିଲା ଇଣ୍ଡିଆରୁ ନେଇକି ହ୍ୱିସ୍କି ବଟଲ ସେଇଠୁ ମୁଁ ତାଙ୍କୁ କହିଲି ଆଚ୍ଛା ଠିକ୍ ଅଛି ତମେ ଗୋଟେ ୱାର୍ଡ ବାହାର କର ତା ମିନିଂ କହିବା ଆରମ୍ଭ କର ତାପରେ ସିଏ ଗୋଟେ ୱାର୍ଡ କରି ଆଣିଲି ତାପରେ ମୁଁ ତାକୁ ଗୋଟେ ବଢ଼ିଆ ଭିଡ଼ିଓ ବି କରିଥିଲି ସେଇଟାକୁ ସେ ଭିଡ଼ିଓରେ ଧୀରେ ଧୀରେ ଡ୍ରିଙ୍କ କରି ତ ୱାର୍ଡର ମିନିଂ ବିକେମ୍ ସମଥିଙ୍ଗ ସେଠୁ ବେଶୀ ଇଣ୍ଟରେଷ୍ଟିଂ ଭିଡ଼ିଓ କିନ୍ତୁ ମୋତେ ଯେଉଁ ଜାଗାରେ ଅସୁବିଧା ହୁଏ ମୁଁ ବିକେମେ ସେଇଟାକୁ ମୁଁ ନେଇଯାଏ ଚ୍ୟାଲେଞ୍ଜ ନେଇଯାଏ ଆଉ ମୁଁ ଭାବେ ଯେ ସେଇଟା ଗୋଟେ ମୋର ମିଡ଼ିୟମ୍ ହେଇଯିବ କି ମୋ କାମରେ ଆଉ ମୋତେ ବି ସେଇଟା ହେଲ୍ପ କରିଛି ଯେମିତି ଗୋଟେ କାମ ଲଣ୍ଡନରେ କରିଥିଲି ଯେଉଁ ଗୋଟେ କଟ୍ଆଉଟ୍ ବନେଇକିରି ଅଲଗା ଅଲଗା ଜାଗାକୁ ଯେଉଁ ଯାଏ ସେ ଯେଉଁ ସେ କଟ୍ଆଉଟ୍ ଥ୍ରୁରୁ ମୁଁ ସେ ଲ୍ୟାଣ୍ଡସ୍କେପ୍କୁ ଉଠାଏ କାହିଁକିନା ଲ୍ୟାଣ୍ଡସ୍କେପ୍ରୁ ଦେଖିବା ଲଣ୍ଡନରେ ଯେଉଁ ସୋସାଇଟି ମାନଙ୍କର ତାଙ୍କର ଯେଉଁ ଷ୍ଟ୍ରକ୍ଚର ଅଛି ତାଙ୍କର ଯେଉଁ ବ୍ୟବସ୍ଥା ଅଛି ଦେଖିବା ପାଇଁ ମୁଁ କହିଲି ଏଇଟା କେମିତି ମୁଁ ଦେଖିବି ଲେଟ୍ ମି ସି ଥ୍ରୁ ଦିସ୍ ଆଚ୍ଛା ଯେତେବେଳେ ସେ କାମଟା ମୋର ଏକ୍ଜିବିସନରେ ସେକେଣ୍ଡ ଇୟର ଡିସପ୍ଲେ ହେଲା ଟିଚରମାନଙ୍କୁ ଭାରି ପସନ୍ଦ ଲାଗିଲା କାହିଁକିନା ମୋର ଯେଉଁଠି କମଜୋରି ଅଛି କମଜୋରିଟା ବିକେମ୍ ମୋର ରିଲେଭେଣ୍ଟ ହେଇଗଲା ମୁଁ ସେତେବେଳେ ଜାଣିନଥିଲି ଯେ ଏଇଟା ଇମ୍ପୋର୍ଟାଣ୍ଟ କରିକି ଏମିତି ଆଉ ଗୋଟେ ଫିଲ୍ମ ଷ୍ଟ୍ରିପ୍ ବନେଇଥିଲି ଗୋଟେ ବଡ଼ ସିନେମା ଫିଲ୍ମର ଗୋଟେ ଛୋଟିଆ ଷ୍ଟ୍ରିପ୍ ଥାଏ କିନ୍ତୁ ସବୁ ମୋର ଏଲାଜ କଲାବେଳେ କିନ୍ତୁ ଯେଉଁଠି ଯାଏ ଡକ୍ୟୁମେଣ୍ଟ କରି ଡାଏରୀ ଭଳିଆ ମୁଁ ଭିଜୁଆଲ୍ ଡାଏରୀ ଗୋଟେ ବନେଇଥିଲି ସେଇଟା ଗୋଟେ ଇମ୍ପୋର୍ଟାଣ୍ଟ ଆର୍ଟ ଥିଲା ମୋ ପାଇଁ ଆପଣମାନଙ୍କୁ ଯେଉଁ ଏତେ ସମୟ ଧରି ଆମକୁ ଶୁଣୁଛନ୍ତି ଇଣ୍ଟରାକ୍ଟ କରୁଛନ୍ତି ଆଉ କେବେ କେବେ ମୋତେ ବି ମଝିରେ ମଝିରେ ଶୁଣୁଛନ୍ତି ସେଥିପାଇଁ ତ ମୁଁ ଆପଣମାନଙ୍କୁ ବହୁତ ଦୃଢ଼ ହସ୍ତରେ ଧନ୍ୟବାଦ କରୁଛି ଆଉ ଆନୁଷ୍ଠାନିକ ଭାବେ ଏଇ ସଭାକୁ ଏଇଠି ଆମେ ଆନୁଷ୍ଠାନିକ ଭାବେ ମାନେ ଫର୍ମାଲି ୱି ଆର୍ ଜଷ୍ଟ ବିଫୋର କ୍ଲୋଜିଂ ଆମେ ଯେଉଁ ଆମର ଭଲେଣ୍ଟିୟର୍ସ ଅଛନ୍ତି ତାଙ୍କୁ କିଛି ଛୋଟ ଫେଲିସିଟେସନ୍ ସାର୍ଟିଫିକେଟ୍ ଆମେ ଦେବା ତାପରେ ଆମର କନଭରସେସନ୍ ଆଉ ଯଦି କେହି କିଛି ଚାହୁଁଛନ୍ତି କଥା ହେଇପାରିବେ Thank you so much. तो ये जो कार्यक्रम शो एते दिन धरी ललित कला एकेडमी रे चली से भलेंटियर मानकर बहुत बड़ भूमिका रही से माने सकाळु शो खोलिबा ठारू राति पर्यंत ये उपस्थित रही समस्त को बुझियारे सहयोग करछंती काम रे बहुत ए जो इंस्टॉलेशन को आरंभ करी पुणी आपण मानकर काम सरी गले भी काली भी तांकर काम रहिबो से सब केमती खोला जीवो कोन करिवो से माने सहयोग करिवे तो मु वर्तमान आजिर मुख्य अतिथि देवदास छोटे एवं जगन्नाथ पंडा को अनुरोध करी से हमर वॉलंटियर मान को सर्टिफिकेट देबे मिस्टर रतिकांत नायक
स्मृति रंजन बेहेरा, प्रीतिनंदा साहू, देवाशीष बेहेरा, लिप्सा प्रधान, अरविंद पात्र, सभा सांग करबा पूर्व यो ओडिशा और समस्त मेंबर मानू ए एग्जीबिशन को एठारे कराइबारे सहयोग करिथिबा पई बहुत बहुत धन्यवाद जनाउछि। धन्यवाद जनाउछि ललित कला एकेडमी को एवं तार समस्त कार्यकर्ता को से हमको ए स्थानटी जोगै देथिबारु धन्यवाद जनाउछि। जगन्नाथ पंडा स्टूडियो एवं पिनाकी रंजन महांती स्टूडियो को सतिरे जो माने आर्टिस्ट माने अछंती से माने बहु मात्रा रे सहयोग करछंती अनेक गुडी आर्ट वर्क को संपूर्ण करिबारे धन्यवाद जनाउछि। ए शोर जो वॉलंटियर माने आमे वर्तमान भेटिले मधुस्मिता, रविंद्र, स्मृति, देवाशीष, लिप्सा, प्रीति, रतिकांत जो माने ए शोटी रे बहु पछरे रही बहुत कार्य रे सहयोग करिसंती। धन्यवाद जनाउछि लिंकू को फोटोग्राफी रे सहयोग करिथिबारु धन्यवाद जनाउछि। पिप्सा को से सोशल मीडिया रे हमको सहयोग करिथिबारु धन्यवाद जनाउछि। ब्रांड स्टैंड को जो माने पीआर रे हमको सहयोग करिसंती। धन्यवाद जनाउछि लविक को जे सब डिजाइन तैयारी करिछि शो पई। धन्यवाद जनाउछि हमर जो गणमाध्यम जो माने अछंती से माने एई एग्जीबिशन टी को कवर करिथिबारु स्पेशल थैंक्स टू जय, आदित्य, प्रेंजिस, प्रदोष, रमाकांत, रघुनाथ एंड संदीप फॉर their invaluable support in realizing this show। शेषरे एई शोर क्यूरेटर सिद्धार्थ सेनगुप्ता को धन्यवाद जनाउछि। शेषरे जो माने हमर ऑडियंस अछंती आज जो माने उपस्थित अछंती प्रथम दिन जो माने उपस्थित थिले ए भितरे जो प्राय 3000 पाखापाखि जो ऑडियंस प्रति मुहूर्त रे आसिकी एठी शो टी को देखिचंती एवं उत्साहित करिसंती सेमानको बहुत बहुत धन्यवाद जनाउछि। एवं एठी आज हमर शो आज शेष होछि। पुनः थरे आपण समस्त को बहुत बहुत धन्यवाद। नमस्कार।